ଷ୍ଟଡିରେ ଯୋଗ ଦେଇଥିବା ଜଡ଼ିତ ହେଇଥିବା ସମସ୍ତଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପବିତ୍ର ନାମରେ ମୋର ଶୁଭେଚ୍ଛା ନମସ୍କାର ପ୍ରେଜ ଦ ଲର୍ଡ ଜ୍ଞାପନ କରୁଛି। ପ୍ରେଜ ଦ ଲର୍ଡ। ଆମମାନଙ୍କର ବାଇବେଲ ଷ୍ଟଡି ବର୍ତ୍ତମାନ ଏକ ନୂଆ ବର୍ଷର ପ୍ରଭୁ ଆମମାନଙ୍କୁ ଦେଇଥିବା ସର୍ତ୍ତଯୁକ୍ତ ପ୍ରତିଜ୍ଞା କି ଜାଗ୍ରତ ହେବା ଆଉ ଶୁକ୍ଳ ବସ୍ତ୍ର ପରିଧାନ କରି ପ୍ରଭୁଙ୍କ ସହିତ ଗମନ କରିବା। ପ୍ରେଜ ଦ ଲର୍ଡ। ତ ଏହି ପ୍ରତିଜ୍ଞା ପଛରେ ଥିବା ସର୍ତ୍ତ ବିଷୟରେ ଆମେମାନେ ବର୍ତ୍ତମାନ ଅଧ୍ୟୟନ କରୁଛୁ କି ପ୍ରତ୍ୟେକ ବର୍ଷ ଯାହା ପ୍ରଭୁ ଆମମାନଙ୍କୁ ଦାନ କରନ୍ତି ସେ ପ୍ରତ୍ୟେକ ବର୍ଷ ଏକ ଉଦ୍ଦେଶ୍ୟ ନେଇ ପ୍ରଭୁ ଆମମାନଙ୍କୁ ଦିଅନ୍ତି। ଆମମାନେ ଏକ ନିଷ୍ପତ୍ତି ନେଇ ଏକ ଲକ୍ଷ୍ୟ ନେଇକି ସେହି ବର୍ଷ ସାରା ଜୀବନ ଯାପନ କରିବା ଆବଶ୍ୟକ। ଯେପରିକି ଆମେମାନେ ଏକ ନିର୍ଦ୍ଦିଷ୍ଟ ଟ୍ରାକରେ ଥିବୁ। ଆମମାନଙ୍କର ଜୀବନରେ ଯଦି କିଛି ଏଥିକ୍ସ ନାହିଁ, ରୁଲ ନାହିଁ, ନିୟମ କାନୁନ ନାହିଁ, ତ ମନ ଇଚ୍ଛା ବ୍ୟବହାର କରିବୁ। କାହିଁକି ଜନ୍ମ ହେଲୁ, କାହିଁକି ବଞ୍ଚୁଛୁ, କାହିଁକି ମରୁଛୁ, ତାର ଠିକଣା ନଥିବ। Our life is a purposeful life, ଏକ ଉଦ୍ଦେଶ୍ୟ ପୂର୍ବକ ଉଦ୍ଦେଶ୍ୟ ଯୁକ୍ତ ଜୀବନ ଅଟେ। We have ଆମମାନଙ୍କର ଜନ୍ମର ଏକ ପର୍ପସ ଅଛି। ଆମେ ପରିତ୍ରାଣ ପାଇଛୁ, ତାହାର ଏକ ପର୍ପସ ଅଛି, ଗୋଟେ ଉଦ୍ଦେଶ୍ୟ ରହିଛି, ଗୋଟେ ଲକ୍ଷ୍ୟ ରହିଛି ବୋଲି ଅର୍ଥ। ତ ଏହି ବର୍ଷ ଗତ ବର୍ଷ ଧରି ଆମେ ମାନେ ଅଧ୍ୟୟନ କରୁଛୁ କି ପ୍ରଭୁଙ୍କର ଆଗମନର ଯେତେ ଅଧିକ ନିକଟବର୍ତ୍ତୀ ହେଉ ଆମେମାନେ ଏଭ୍ରି ଇୟର ପ୍ରତ୍ୟେକ ବର୍ଷ ଯାହା ଗଡ଼ି ଚାଲି ଯାଉଛି, ଘୁଞ୍ଚି ଯାଉଛି, ବିତି ଯାଉଛି, ଆମେ ଗୋଟେ ଷ୍ଟେପ ପ୍ରଭୁଙ୍କର ଆଗମନର ନିକଟବର୍ତ୍ତୀ ହେଉଛୁ। वन स्टेप फॉरवर्ड। हालेलुया। तो जाऊ जाऊ आमे प्रभुଙ୍କ ବିଷୟରେ ଆଉ ନିଜକୁ ପରୀକ୍ଷିକି ନିଜକୁ ସଂଶୋଧନ କରିବା ପାଇଁ ନିଜକୁ ପ୍ରସ୍ତୁତ କରିବା ପାଇଁ ଅନେକ ବିଷୟ ଅଧ୍ୟୟନ କରୁଛୁ। ନାଇଁ, ଆମମାନଙ୍କର ବାଇବେଲ ଷ୍ଟଡିର ନୂଆ ବେଳେ ହିଁ ଗୋଟେ ପୋଷ୍ଟର ଛାଡ଼ିଥିଲି। ନଟ୍ ଓନ୍ଲି ଇନଫର୍ମେସନ, ट्रांसफॉर्मेशन, प्रिपरेशन एंड परफेक्शन। बाइबल स्टडी रो लक्ष्य कौन? ट्रांसफॉर्मेशन, रूपांतरित हेबा। रूपांतरित माने कौन? मेटामॉर्फोसिस बोली कहते। एक संभाळुआ पोक जिमिति प्रजापतिर रूप नहीं जाए, आगर रूप को वर्तमान रूप को किछि कनेक्शन न थाए, जिमिति कंप्लीट चेंज, ताहाकू कहते ट्रांसफॉर्मेशन। जो गौरवर शरीर प्रभु आम को दौरान, जो गौरवर अवस्था आम मैंने रहा जाऊँ, जहाँ जहाँ प्रभु आम मान प्रस्तुत आम मान प्रस्तुत कर सबू जहाँ चक्षु देखी नहीं, कर्ण शुणी नहीं, मनुष्य हृदय जात ही नहीं, से समस्त विषय जिते प्राप्त करू। ओ गॉड, 1000 वर्ष आम छानिया थी ना केमती कि सेठी एमती भी थी कि प्रभु ये भावु नु तो। हाँ, राजी भाई बुझाले जे ना ताठू बहुत बेटर अच्छे एटा बोल भाई स्वर्ग। आज भाई जो प्रकाशित तो वाक्य बुझाले, जो नूतन जेरूशलेम बुझाले, ताहा तुलना रे तो वर्तमान आम जहाँ 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 स्वर्ग रे देखुछ ता तुलना रे राजी भाई तो किसी जान नांती बोल कहबे आपण माने। दैट विल बी समथिंग मच मोर डिफरेंट। ट्रांसफॉर्मेशन, पहले की अभी की जिंदगी और बाद की जिंदगी में कुछ भी कनेक्शन नहीं रहेगा। तो क्या क्या करना है उसके लिए? प्रिपरेशन। तो लक्ष्य कौन? परफेक्शन। प्रेज द लॉर्ड। सो वर्तमान आम मानकर बाइबल स्टडी रो लक्ष्य ही ताहा होते। गंड ख्रीस्ट कोठु आसीबो, किए सीए ट्रम्प रो जुई हेथिबो ना किए हेथिबो,
ଏଇଟା ଆମର ଷ୍ଟଡି ନୁହେଁ। ଆମେ ଅଧ୍ୟୟନ କରୁ କିନ୍ତୁ ଆମ ମାନଙ୍କର ଷ୍ଟଡି ମଧ୍ୟରେ ଥିବା ଗୁରୁତ୍ୱ ବିଷୟ ଆମେ ସେଇ ବିଷୟ ପ୍ରତି ଗୁରୁତ୍ୱ ଦେଉନୁ। 666 ମୁଦ୍ରା କଣ, ତା ଚିପ୍ ହେଇଥିବ ନା ନ୍ୟୁରାଲିଙ୍କ ହେଇଥିବ ନା ଏଆଇ ଟେକ୍ନୋଲୋଜି ହେଇଥିବ ନା କଣ ହେଇଥିବ ନା ସବୁ ମିଶେଇକି ହେଇଥିବ, ଥାଇପାରେ ୱାଟ ଏଭର, ବଟ୍ ଆୱାର ଇଣ୍ଟରେଷ୍ଟ ସୁଡ୍ ନଟ୍ ବି ଅନ୍ ଦୋଜ ଥିଙ୍ଗସ୍। ଏପରି ବିଷୟ ଉପରେ ଇଣ୍ଟରେଷ୍ଟ ନଥାଉ। ୱାନ୍ ଆଣ୍ଡ ଓନ୍ଲି ଇଣ୍ଟରେଷ୍ଟ କି ଆମେ ପରିବର୍ତ୍ତିତ ହେବା। ଶେଷ ତୋରି ବାଜିବ ଆଉ ଆମ୍ଭେମାନେ ଚକ୍ଷୁର ପଲକରେ ପରିବର୍ତ୍ତିତ ହେବା। ଦ ପର୍ପସ୍ ଅଫ ଦ ଶେଷ ତୋରି ଧ୍ୱନି ଇଜ ଫର ଦ ଟ୍ରାନ୍ସଫର୍ମେସନ। ଟ୍ରାନ୍ସଫର୍ମେସନ ବୋଲିବା ଏ ୱାର୍ଡ ପାଖରେ ଚେଞ୍ଜ ବୋଲିବାଟା ବହୁତ ଛୋଟ ୱାର୍ଡ ଅଟେ। ବଦଲାव, ହେଁ, ବହୁତ ଛୋଟ ଲାଗୁଛି। ରୂପାନ୍ତର, ଓଡିଆରେ କଣ ଅଛି? ରୂପାନ୍ତରିତ ହେଲେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏକ ଉଚ୍ଚ ପର୍ବତ ଉପରେ ଚଢିକି ଆପଣା 3 ଜଣ ଶିଷ୍ୟ ଯାକୁବ ଯୋହନ ପିତରଙ୍କୁ ଧରିକି ଯାଇ ସେମାନଙ୍କ ସାମ୍ନାରେ ରୂପାନ୍ତରିତ ହେଲେ। ଆଉ ସେଠାରେ ମୋଶା ଏଲିଆ ଆସିକି ଉପସ୍ଥିତ ହେଇକି ଦେଖା କଲେ ଗୌରବରେ। ଯେଉଁ ଯୀଶୁଙ୍କୁ ସେମାନେ ସାଧାରଣ ରୂପରେ ଦେଖୁଥିଲେ, ଯେଉଁ ଯୀଶୁକୁ ମଝି ମଝିରେ ଦେଖିକି ଡାଉଟ ଲାଗୁଥିଲା ସତରେ ଖ୍ରୀଷ୍ଟ ହେଇଥିବେ କି ନା ଜଣେ ଗୋଟେ ଭାଓବାଦୀ ହେଇଥିବେ କି ଜାଣି। ହଁ, 2-4ଟା ଆଶ୍ଚର୍ଯ୍ୟକର୍ମ ହେଇଯାଉଛି ଯେ ମିରାକଲ ହେଉଛି ଯେ, ଆଉ ସେ ବି ପୁରା ଆମ ପରି ମନୁଷ୍ୟ ପରି ତ ଦେଖା ଯାଉଛନ୍ତି, ଆଉ ସେ ଈଶ୍ୱର ହେଇଯିବେ କି ବୋଲିବା ଯାହା 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 ଡାଉଟ ଥିଲା ଭିତରେ, ସେ ରୂପାନ୍ତର ପର୍ବତରେ ଯେତେବେଳେ ସେମାନେ ଯୀଶୁଙ୍କୁ ଗୌରବରେ ଦେଖିଲେ, କୋଉ ଗୌରବ? ଯେଉଁ ଗୌରବ ସେ ଛାଡିକି ଆସିଥିଲେ ସ୍वर्ଗରେ, ସେହି ଗୌରବରେ ମୋଶାଙ୍କୁ ଏଲିଆଙ୍କୁ ସେମାନେ ଦେଖିଲେ। ସେତେବେଳେ କନଫର୍ମେସନ ମିଳିଲା ଯୀଶୁ କୌଣସି ଜୋକ୍ ନୁହନ୍ତି, ହି ଇଜ ଦ କ୍ରାଇଷ୍ଟ। तो what is रूपांतरित, what is transformation means having the glory, ଗୌରବରେ ପୂର୍ଣ୍ଣ ହେବ। ଆଜ୍ଞା, ଏହି ଜଗତର ସୁନ୍ଦରତା ପାଇଁ ବ୍ୟସ୍ତ ହେଇଯାଉଛୁ, ବୁଢା ହେବାର ନାହିଁ, ବୁଢୀ ହେବାର ନାହିଁ। ଆଠୁ ସୁନ୍ଦର ସେ ଭିଡିଓ ଦେଖିଥିବେ ଆପଣ ମାନେ, ସେ ଆଗମନ ହେବ, କବରରୁ ଉଠିବେ, ନାଇଁ କି? ସେ ବୁଢା ଲୋକମାନେ, ବୁଢୀ ମା ମାନେ, ବୃଦ୍ଧ ବୟସ୍କ ଲୋକମାନେ ବିଚାର ଆସନ ସମ୍ମୁଖରେ ଠିଆ ହେଲା ବେଳକୁ ସେମାନଙ୍କର ରୂପ ଏମିତି ପରିବର୍ତ୍ତନ, ମାନେ ଗୋଟେ ଗୋଟେ ବୃଦ୍ଧ ଲୋକ ଯୁବା ବ୍ୟକ୍ତି ହେଇଯାଉଥିବ। कुछ बुढ़ापा नहीं होगा वहां पर, अग्लीनेस, विकृतता नथिବ ସେଠି। ପ୍ରେଜ ଦ ଲର୍ଡ। ଏଇ ସବୁ ପ୍ରିପାରେସନ ତାହା ପାଇଁ ନୁହେଁ କି ଆଜ୍ଞା ମୋର ପକେଟ ଭର୍ତ୍ତି ହେବା ପାଇଁ କରାହଉଛି କି ଏ ସେବା, ଏଇ ଶିକ୍ଷା ସବୁ। ଚିନ୍ତା କରନ୍ତୁ ତ, ମୋର ସ୍ୱାର୍ଥ କଣ ଅଛି? ବ୍ୟାକଗ୍ରାଉଣ୍ଡ କିଛି ବନାଇବା ପାଇଁ କି, ସଂସ୍ଥା ଗୋଟେ ବନାଇବା ପାଇଁ ନୁହେଁ ତ, ବଡ ଗୋଟେ ମଣ୍ଡଳୀ କରିବା ପାଇଁ ନୁହେଁ ତ, କାହିଁକି ଏଇ ସବୁ ବ୍ୟସ୍ତତାରେ ଦେହ ସ୍ୱାସ୍ଥ୍ୟ ଭଲ ନଥିଲେ ମଧ୍ୟ why I am doing all this? ଯିବା ଆମେ, ପ୍ରସ୍ତୁତ ହେବା, ତାହା ପାଇଁ ହିଁ ସବୁ ଷ୍ଟଡି ଅଟେ। ଏଭ୍ରି ଷ୍ଟଡି, ଯେତେ ଟପିକ ଆମେ ମୁଁ ବ୍ୟବହାର କରୁଛି, ବୁଝାଉଛି, ସବୁ ଟପିକ ର ଲକ୍ଷ୍ୟ ଏକ, ଆଗମନ ପାଇଁ ପ୍ରସ୍ତୁତ ହେବା, ରୂପାନ୍ତରିତ ହେବା, ଗୌରବରେ ପ୍ରବେଶ କରିବା, ପୁରସ୍କାର ହରାଇବା ନାହିଁ। ବାକି ଏ ଦୁନିଆରେ ଯାହା ଥାଉ ନଥାଉ, ଦୁଃଖ କଷ୍ଟ ତ ଇଣ୍ଟାକ୍ଟ ମିଶିକି ହିଁ ଥିବ। ଦୁଃଖ କଷ୍ଟ ନଥିବା ଜୀବନ ନା ଗରିବ ମାନଙ୍କୁ ଅଛି ନା ଧନୀ ମାନଙ୍କୁ ଅଛି। ଲାଇଫ ୱିଥାଉଟ୍ ସଫରିଂ, ଟ୍ରବଲ୍ସ, ପେନ୍, ଏପରି ଲାଇଫଟା ନଥିବା, ଦୁଃଖ ବ୍ୟାଧି ବ୍ୟଥା ଅସୁବିଧା ଅଭାବ ଏଇ ସବୁ ନଥିବା ଲୋକ ନା ଗରିବ ଅଛନ୍ତି ନା ଧନୀ ବି ଅଛନ୍ତି। ଧନୀ ପାଖରେ ପଇସା ଥିଲେ ବି ଦୁଃଖ ବ୍ୟାଧି ବ୍ୟଥା ରୋଗ ଅଭାବ ବି ଥିବ, ତାର ଲେଭେଲରେ ତାକୁ ଥିବ। ଅଶିକ୍ଷିତଙ୍କୁ ବି ଅଛି, ଶିକ୍ଷିତ ଲୋକଙ୍କୁ ବି ଅଛି ସେଇ ସବୁ ପ୍ରୋବ୍ଲେମ। ସୁସ୍ଥ ସବଳ ଲୋକଙ୍କୁ ବି ଅଛି, ଅସୁସ୍ଥ ଲୋକଙ୍କୁ ବି ଅଛି। ଇଣ୍ଡିଆର ଲୋକଙ୍କୁ ବି ଅଛି, ଆମେରିକାର ଲୋକଙ୍କୁ ବି ଅଛି ଆଜ୍ଞା। ତ କେବେ ଭାବନ୍ତୁ ନାହିଁ କି ଏମିତି ଗୋଟେ ପ୍ରାର୍ଥନା କରିଦେଲେ ସବୁ ଦୁଃଖ ଦୂର ହେଇଯିବ।
ଏମିତି ଗୋଟେ କରିବା, ଏମିତି ଗୋଟେ ଗୋଟେ ଏମିତି ଏମିତି ଗୋଟେ କରିବା କି ପ୍ରଭୁ ଏମିତି ଆଶୀର୍ବାଦ କରିଦେବେ କି କିଛି ଅସୁବିଧା ଅଭାବ ନଥିବ। ସେମିତି ନଥାଏ, ନାଇଁ ହତା ବୈसे। ନା ଶିଷ୍ୟ ମାନଙ୍କୁ ସେମିତି ଲାଇଫ ମିଳିଲା, ନା ଆଦ୍ୟ ଖ୍ରୀଷ୍ଟିୟାନ ମାନଙ୍କୁ ସେମିତି, ଆଦ୍ୟ ମଣ୍ଡଳୀକୁ ସେମିତି ଲାଇଫ ମିଳିଲା। ଏ ଜଗତରେ ଥାଉ ଥାଉ କିଛି କଷ୍ଟ ନଥିବା ଜୀବନ କାହାକୁ ନେଇ, କୋ ଭାଓବାଦୀ ମାନଙ୍କୁ ନୁହେଁ, ନାଇଁ ନା ପୁରାତନ ନିୟମରେ ନା ନୂତନ ନିୟମରେ। ଆମର ସୁଖ, ଆମର ଶାନ୍ତି, ଆମର ଅନନ୍ତ କାଳର ଆନନ୍ଦ ଏଇଠି ନାହିଁ ସେଇଠି। ତାହା ପାଇଁ ପରେ ଆମେ ପ୍ରସ୍ତୁତ ହଉଛୁ कि एक दिन हम आराम से जिंदगी जिएंगे। ଯେତେ ଜଣ ପରିଶ୍ରମ କରନ୍ତି ମା ବାପା ମାନେ, କାମ କରି କଷ୍ଟ କରି ବ୍ୟବସାୟ କରି ଚାକିରି କରି ଯାହା ପଇସା ଆଣନ୍ତି ତାହା ସଞ୍ଚୟ କରିକି ରଖନ୍ତି, ବେଶୀ ଖର୍ଚ୍ଚ କରନ୍ତି ନାହିଁ, କିଛି କିଛି ଭଲ ଭଲରେ ଖାଇ ବି ମଧ୍ୟ ପାରନ୍ତିନି, ଗୋଟେ ଗୋଟେ କଷ୍ଟଲି ଜିନିଷ କିଣି ମଧ୍ୟ କିଣନ୍ତି ନାହିଁ, ପୁରା ଟିକେ କଞ୍ଜୁସ ପରି ଲାଗୁଥିବ କେତେ ଜଣଙ୍କୁ ଦେଖିଲା ବେଳକୁ। କଣ ଭାଇ ବୋଲି ପଚାରିଲାରୁ ନାହିଁ, ସବୁ ଟିକେ ଥିଲେ ଆଉ ଫ୍ୟୁଚରରେ ଟିକେ ଆମେ ସବୁ ଆରାମରେ ଥିବା, ପଇସା ଟିକେ ରଖିଥିଲେ ଫ୍ୟୁଚର ପାଇଁ ଆରାମରେ ଥିବୁ, ଟିକେ ଘରକୁ ଟିକେ ହେଇଗଲେ ଆଉ ରିଟାୟାରମେଣ୍ଟ ହେଲା ପରେ ଆଉ ସବୁ ସବୁ ଥିଲା ପରେ ଆଉ ଫ୍ୟୁଚର ପାଇଁ ଯେପରି କିଛି ମାନେ ସବୁ ଟେନସନ କଣ ପାଇଁ? ଆଜିର କଷ୍ଟ ପଇସା ଥାଇକି ବି କାହିଁକି ଲୋକମାନେ ସେଭ୍ କରିବା ପଛରେ, ସଞ୍ଚୟ କରିକି ରଖିବି ବୋଲି ପଛରେ ଭଲ ଡ୍ରେସ୍ କିଣୁନାହାନ୍ତି, ଭଲ ଖାଦ୍ୟ ଖାଇ ପାରୁନାହାନ୍ତି। फ्यूचर प्रॉब्लम न हो, एबे खाईदेले फ्यूचर मिलिबो कि नहीं न मिलिबो आज्ञा बोली। देखो आने वाले समय में ताकि हम आराम से जी सके, इसलिए आज के लिए कुछ कष्ट सहना ठीक समझ रहे हैं लोग। आगो दिन रे भविष्य जेपरी भलरे बंचीबू, एथबे आज अल्प दिन टिके कष्ट पाइबाटा भूल नुहे ना, सत कथा। এই ଜଗତର ଗୋଟେ ଭବିଷ୍ୟତରେ ଗୋଟେ 3-4 ବର୍ଷ ଆରାମରେ ବଞ୍ଚିବ ବୋଲି ଏବେ ଯଦି କଷ୍ଟ ପାଉଛ, କଷ୍ଟ ପାଇବାକୁ ପ୍ରସ୍ତୁତ ହଉଛ, ତ ଆମର ଆଗାମୀ ଭବିଷ୍ୟତ କଣ? ଏଇ ଜଗତରେ ତ ନାହିଁ, और जगତରେ। तो उधर जाने के लिए अभी थोड़ा कष्ट सहना गलत तो नहीं है ना। देखो 24 घंटा हीलिंग प्रेयर, 24 घंटा मिराकल, 24 घंटा ଅଭାବପୂର୍ଣ୍ଣ पर्सनाली କରନ୍ତୁ, କିନ୍ତୁ ସେ ଉପରେ ବ୍ୟସ୍ତ ହୋଇକି ବାଟ ବୁଲା ହେଇ ନ ଯାଆନ୍ତୁ ବୋଲଛି ମୁଁ। ଟେମ୍ପୋରାରୀ ନାଇଁ, କଣ ଗୋଟେ କୋଟେସନ ଦେଖୁଥିଲି, ଡୋଣ୍ଟ ୱେଷ୍ଟ ଅଲ୍ योर permanent things for temporary pleasures। ଅନନ୍ତ କାଳ ସ୍ଥାୟୀ ବିଷୟକୁ ବିକିକି ଅସ୍ଥାୟୀ ବିଷୟକୁ କିଣନ୍ତୁ ନାହିଁ। ପ୍ରେଜ ଦ ଲର୍ଡ। 30 ମୁଦ୍ରା ପାଇଁ ଯୀଶୁଙ୍କୁ ବିକିଦେଲା। क्या प्रायोरिटी है? बुद्धि नहीं की ଯୀଶୁଙ୍କୁ ଗୋଡ ଧରିକି ରହିଥାନ୍ତା ଜିହୋଦା ଇସ୍କରିୟତ, ବେଶୀ ହେଲେ 40 ଦିନ, ବେଶୀ ହେଲେ ଗୋଟେ 40 ଦିନ ପରେ ପେଣ୍ଟିକୋସ୍ତ ଦିବସରେ କଣ ହେଇଥାନ୍ତା? ଓ 3000 ଲୋକ ବିଶ୍ୱାସୀ ମାନେ ବାପ୍ତିଜିତ ହେଇକି ସ୍ଥାବର ଅସ୍ଥାବର ସମ୍ପତ୍ତି ବିକିକି ଆଣିକି ପାଦ ପାଖରେ ଥୋଇଦେଲେ। 30 ମୁଦ୍ରା କଣ 300ଟା ସୁନାର ମୁଦ୍ରା ପାଇଥାନ୍ତେ କେଜାଣି। He sold a permanent blessing for a temporary pleasure। କେତେ वेस्ट एटा। तो हमारो बाइबल स्टडी लक्ष्य यही, जान दुनिया में कुछ है कि नहीं है छाड़ छोड़ो, प्रार्थना करी प्रभु सुस्थ कले प्रेज द लॉर्ड, प्रभु सुस्थ करना ठीक अच्छे, सहीबार शक्ति हेले दिंतु। प्रभु बंचा को अनुग्रह कले, बंचिकी 4 दिन प्रभु गौरव पर बंचवा ना, प्रभु डाकिदेले कि पलैबार परिवार प्रभु हस्ते समर्पण कर पलैबार। मुझे भी भावे छुआ मैंने केमती हेबे ना कौन बोली, कम से कम मोर माँ बापा भाविले भी नहीं मोर छोट बेले बुद्धि टिके थिबा, प्रभु गोड़ गोटे धरिकी थिबा, आमे मन इच्छा व्यवहार करले काली को किछ हेई गले, ए 3टा छुआर हालत कौन केमती हेबे, जगत अनाथ हो जिवे नहीं कि बोली मोर कॉमन सेंस हमको रोहिला नहीं। मो माँ बापा को मोर मोरी पिटा पिटी हेकी मोरी तो गले, केमती बढ़िलु आमे, कार घरे बढ़िलु, कार घरे डेक्ची किना माजी माजी की बढ़ीछु। मोर तो रोग श्वास रोग ये अस्थमा, ना पाठ पढ़ी ना स्वास्थ्य अच्छी,
ଗୋଟେ ବେଳେ ଖାଇବାକୁ ବି ଅସୁବିଧା। ମାନେ ପେରେଣ୍ଟସ୍ ମାନଙ୍କର ବୁଦ୍ଧି ଦେଖ ପରା। ଆମମାନେ ମନଇଚ୍ଛା ବ୍ୟବହାର କରୁ, କମ ସେ କମ ଜାଣିପାରିବୁ ନାହିଁ କି ଆମର ଏଇ ଅବସ୍ଥାର, ଏଇ ପାପର ଦଣ୍ଡ ଆମେ ଭୋଗିବୁ କି ଆମ ପିଲାମାନେ ଭୋଗିବେ ପରା। କିନ୍ତୁ ସେମାନେ ଛାଡିଦେଲେ କଣ, ପ୍ରଭୁ ଧରିଲେ। ସେ କଥା କହୁଛି, ବ୍ୟସ୍ତ ନାହିଁ, ପରିବାର ପ୍ରତି ବ୍ୟସ୍ତ ନାହିଁ। ଗୋଟେ କାମ କରିପାରିଲେ ଗୋଟେ କାମ କରିପାରିବା। କୋଟି ଟଙ୍କା ଆଣି ଦେଇ ଦେଇଥାନ୍ତି, ଗୋଟେ ଘର ଗୋଟେ ବନେଇକି ଦେଇ ଦେଇଥାନ୍ତି ବୋଲି ଭାବିଥ ନା, ସେଟା ନାହିଁ। ପ୍ରଭୁଙ୍କୁ ଆଣିକି ଦିଅନ୍ତୁ ପ୍ରଭୁ ପିଲାମାନଙ୍କୁ। ଯଦି ପ୍ରଭୁଙ୍କର ଆଗମନ ବିଳମ୍ବ ହେଲେ ପ୍ରଭୁ ସମ୍ଭାଳିବେ ପିଲା ଛୁଆମାନଙ୍କୁ। ଡର ଗୋଟେ ଥିବ, ଆମେ ନଥିଲେ ଆମେ କେମିତି ବଞ୍ଚିବେ କି ଏମାନେ। ବହୁତ ନିରୀହ, କିଛି ଜାଣିନାହାନ୍ତି, କିଛି ଜ୍ଞାନ ନାହିଁ ଏମାନଙ୍କୁ। ଆରେ କେମିତି ନହେବେ, କେମିତି ହେଇଯିବେ ନା କଣ, ବ୍ୟସ୍ତତା ଗୋଟେ ଥିବ। ଆମର କର୍ତ୍ତବ୍ୟ କଣ, ମାନେ ଧନ ସମ୍ପତ୍ତି ଆଣିକି ପିଲା ଛୁଆର ହାତରେ ଦେବା ଅପେକ୍ଷା ପରିତ୍ରାଣ ଆଣିକି ଦିଅନ୍ତୁ ପିଲାମାନଙ୍କୁ। ଏମିତି ସେ ପ୍ରଭୁଙ୍କର ଅନୁଗ୍ରହ ଯେପରି ସେମାନଙ୍କ ଉପରେ ବର୍ତ୍ତେ, ଏହି ରୂପେ ଏକ ଆତ୍ମିକ ଜୀବନ ଯାପନ କରିବାକୁ ଚେଷ୍ଟା କରନ୍ତୁ। आठ और किसी को दरकार ही नहीं। अगर हम सही हैं तो प्रभु हमारे बच्चों को पकड़ेगा। बुझले कि अगर हम लोग सही हैं, आमे जदि ठीक, ଆମର ବର୍ତ୍ତାव ଯଦି ପ୍ରଭୁଙ୍କ ସମ୍ମୁଖରେ ଠିକ, then you don't need to get tensed about children। ଆମେ ଏଇଠି ହିଁ ଫେଲ ହେଇଯାଇଥାଉ, ପଇସା ଆଣିଥାଉ, ପାଠ ପଢେଇଥାଉ, ଚାକିରି ଗୋଟେ ଲଗେଇ ଦେଇଥାଉ, ବ୍ୟବସାୟ ପାଇଁ ସାଇଡ ସାଇଡ କରିଦେଇଥାଉ, ଘର ଦ୍ୱାର ଲିଖି ଦେଇଥାଉ, ସବୁ ଥିବ କିନ୍ତୁ ପ୍ରଭୁ ନଥିବେ ସେମାନଙ୍କୁ। हम सोचते हैं सब कर दिया, आराम से रहेंगे ना। तो लक्ष्य बाइबल स्टडीर पढ़ाइबा आगे बेसी समय नहीं, आ बेसी भविष्य ने अधिक समय नहीं। अंधकार आवरी देउछि पूरा पृथ्वी को। तो यही समय रे प्रभु मान को यही वर्ष देइछंती। एवरी ईयर द टू थिंग्स, प्रिपेयर योर सेल्फ एंड डू समथिंग फॉर गॉड। प्रत्येक वर्षर लक्ष्य ही कि आम्भे मान निजको प्रस्तुत करिबा, ଆଉ ମିଳୁଥିବା ଏହି ନୂଆ ବର୍ଷର ଏକ ଏକ ନୂଆ ବର୍ଷର ଏକ ସୁଯୋଗକୁ ପ୍ରଭୁଙ୍କର ଗୌରବ ପାଇଁ ବ୍ୟବହାର କରିବେ। ୟୁଜ ଇଟ୍ ଫର ଦ ଗ୍ଲୋରି ଅଫ ଗଡ। ବେକାର ମେ ଜିନ୍ଦଗି ସାରା ଅସାରତାରେ କାଟି ଦେଇଛୁ କି ନାଇଁ। ଏବେ ଏବେ ବର୍ଷେ କେତେ ଜଣ, ବର୍ଷେ ହେଲା, 2 ବର୍ଷ ହେଲା, 3 ବର୍ଷ ହେଲା, ଗୋଟେ ନିଷ୍ପତ୍ତି ନେଲୁ, ଗୋଟେ ଇଏ କୁ ଆସିଲୁ, ଗୋଟେ ଆତ୍ମିକତାକୁ ଆସିଲୁ, ଆମେ ପ୍ରଭୁଙ୍କର ଲୋକ ବୋଲି ଫିଲ୍ ହଉଛୁ। ଆଗ ଦିନ ଟିକେ ଚିନ୍ତା କର ତ, 97% ଅଫ ଲାଇଫ ୱେଷ୍ଟ କରିଦେଇଛୁ। ଲାଷ୍ଟ 3% ଆମେ ଭାବୁଛୁ ଆମେ ବହୁତ ଆତ୍ମିକ ଲୋକ, ଆଉ ପ୍ରଭୁଙ୍କର ବହୁତ ସନ୍ତାନ ହେଇଗଲୁ, ଆମେ ଗୋଟେ ମନୋନୀତ ହେଇଗଲୁ, ପ୍ରଭୁ ଅନୁଗ୍ରହ କଲେ ବୋଲି ଚଳିବ ଯେ। ଚିନ୍ତା କର, 97% ଅଫ ଲାଇଫ ତ ୱେଷ୍ଟ କରିଦେଲୁଣି। କେତେ ଲାଜର କଥା ଏଇଟା। ହେଁ, 20 ବର୍ଷ 25 ବର୍ଷ ପୂର୍ବେ ପ୍ରଭୁଙ୍କୁ ପାଇଥାନ୍ତେ, କେତେ ଭଲ ହେଇଥାନ୍ତା। ବହୁତ ଗୁଡେ କାମ କରିଦେଇଥାନ୍ତି ପ୍ରଭୁଙ୍କର ପାଇଁ ବୋଲି। ତ ବୋଷ୍ଟ କରିବା ପାଇଁ କିଛି ନାହିଁ। 3%, ଲାଷ୍ଟ 3%। 97% ମୋବାଇଲ ର ବ୍ୟାଟେରୀ ଥିବା ପର୍ଯ୍ୟନ୍ତ ଖାଲି ସିନେମା ଦେଖିକି, ଭିଡିଓ ଦେଖିକି, ଗେମ୍ ଖେଳିକି, ଚାଟ୍ କରିକି ଇଏ କଲୁ। ଲାଷ୍ଟ 3 ମିନିଟ ଥିଲା ବେଳକୁ ଇମ୍ପୋର୍ଟାଣ୍ଟ ଲୋକଙ୍କୁ କଲ୍ କରିକି ଇମ୍ପୋର୍ଟାଣ୍ଟ କଥା ହଉଛି ବୋଲିଲା ପରି ହେଇଯାଇଛି। ଜଙ୍ଗଲରେ ଖୋଜି ଯାଇଥିବା ଲୋକ 97% ବ୍ୟାଟେରୀ ସବୁ ଗେମ୍ସ ଖେଳିବାର ୱେଷ୍ଟ କରିକି ଲାଷ୍ଟ 3%ରେ ଆଜ୍ଞା ହେଲ୍ପ ଡାକୁଛି, ଆଜ୍ଞା ମୁଁ ହଜି ଯାଇଛି ଆଜ୍ଞା। ଏବେ ଯେ କୋଉଠି ଥିଲ ହେଲେ, ହଜି ଯାଇଛି ବୋଲି ଜାଣିଲେ ନାହିଁ। ବହୁତ ଜଣଙ୍କର ଜିନ୍ଦଗି ଏମିତି 95 97% जिंदगी पूरा वेस्ट कर दिया। ଏଇ ଶେଷ କାଲି ପଢୁଥିଲୁ କି ନାଇଁ, ଅଗ୍ନିରୁ କାଢିଲା ପରି କେତେ ଲୋକ ରକ୍ଷା ପାଇବେ। वी आर दैट पीपल कि लास्ट मोमेंट रे जलते जलते बचे हैं हम लोग। ତେଣୁକରି ବୋଷ୍ଟ କରନ୍ତୁ ନାହିଁ, ଆମେ ସବୁଠୁ ବହୁତ ବଡ ଲୋକ, ଆମେ ମନୋନୀତ ବଂଶ। ୟେସ୍ वी आर ମନୋନୀତ, ବଟ୍ ବୋଷ୍ଟ କରିବା ପାଇଁ କିଛି ନାହିଁ, କାରଣ ଆମେ ଲାଷ୍ଟ ମୋମେଣ୍ଟରେ ଆସି ପଶିଛୁ। ପ୍ରାଇଜ ଘର ସବୁ ଫିନିସିଂ ହେଲା ପରେ ଡେକୋରେସନ କରିବା ପାଇଁ କେତେ ଲୋକ ଆସନ୍ତି, ଆଗରୁ କେତେ ଲୋକ ନଥିବେ। ଆମେ ଲାଷ୍ଟ ମୋମେଣ୍ଟରେ ଡେକୋରେସନ କରିବା ଲୋକ ଅଟୁ ପ୍ରଭୁଙ୍କର ସେବାର।
डेकोरेशन वाला सब। तो प्रकृत सेवा प्रकृत परिश्रम बड़ लोक मैंने कर सारे आम लास्ट मोमेंट आसिकी शिक्षा पाऊँ से तेणुक बोस्ट करने के लिए कुछ नहीं है। तो यही वर्ष में जानी पार्लु ईयर ऑफ अवेकनिंग, जागी उठिबार, सचेतन हेबार, चेता हेबार और सतर्क हेबार। को विषय आम माने सतर्क हेबा, को विषय आम आम जागी उठिबा से विषय आम अध्ययन करछु कि आम माने जाग्रत हेले, आम जागी उठिले कौन हुए, व्हाट इज द वर्क ऑफ बीइंग अवेक। जब हम जागते हैं तो क्या होता है। तो काली पढ़िलु प्रथम विषय प्रथम पितर 4:7 आमे बुझी आमे जदि जागी उठिबु सचेतन हेबु तमे प्रथम रे बुझिबु कि समस्त विषयर अंतिम काल सन्निकट। आमे जदि जागी उठिबु ताले प्रथमे आमे जानी पारिबु कि समस्त विषयर अंतिम काल जेहेतु सन्निकट, तेणुकरी आमर कर्तव्य कौन, दुईटा, सुबुद्धि हेबा आ प्रार्थना करिबा निमंते सचेतन हेबा। प्रथम पितर 4:7 अल्फा पढ़िबो। ମାତ୍ର ସମସ୍ତ ବିଷୟର ଅନ୍ତିମ କାଳ ସନ୍ନିକଟ, ଅତଏବ ସୁବୁଦ୍ଧି ହୁଅ, ପୁଣି ପ୍ରାର୍ଥନା କରିବା ପାଇଁ ସଚେତନ ଥାଅ। प्रेज द लॉर्ड। क्या होना है, सुबुद्धि। सुबुद्धि मान को लास्ट पॉइंट रे बुझाइबे। सुबुद्धि हेबो ए जगतर हालत आपण माने चिन्ही पारले माने सुबुद्धि हेले बोली अर्थ नहीं। आउ अल्प दिन गले पुणी टीवी मिलिबो नहीं पुणी, नो टीवी, नो डिश, नो सेटअप बॉक्स, कारण सब हर चीज मोबाइल में मिलता है। समस्त धीरे धीरे टीवी को छाड़ देले। तो एग्जांपल कहूँ कौन माने एबे जदि गोटे गोटे 5 वर्ष पर जदि जड़े लोक बिजनेस करी बोले 10 लाख नहीं कि टीवी सेट गोटे किणी कि गोटे दुकान लगाइबे बोल कहले वेस्ट सेटा। जो बिजनेस जो व्यवसाय जहाँ 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 मार्केट डाउन होउछि से ऊपर किए भी इन्वेस्ट करिवो का नहीं। सेमिति खाली टीवी कौन सारा जगत डाउन हेबा को जाउछि। तो मनुष्य आपण जीवन आपण हृदय आपण प्राण ए जगत उपरे काहे कि इन्वेस्ट करिवो। जदि सुबुद्धि हेबा आमे चिन्हि देबा सिचुएशन रा थाओ पृथ्वी रा और नहीं एई जगत पय आ इन्वेस्ट इन्वेस्ट करिबा नहीं बोली जानि देब। सुबुद्धि हेबार प्रथम क्वालिटी कौन माने मन जगत उपरे पकाइबे नहीं, कारण जानिदेबे कि जगतर भविष्य किसी समस्त विषय अंतिम काल बोली कहले कौन, एंड ऑफ ऑल थिंग्स, हर चीज का अंत, हर चीज का फुल स्टॉप, समाप्ति के पास आ गए हैं। जगत नामक बहिर शेष चैप्टर रे अच्छु वर्तमान आमे माने आउ चार पांचटा पेज उल्टाइले सरला, बहीटा सरला, पुस्तक 4-5टा पेज बाकी रही। आ गोटे पेज रे मंडली पलैब तापरे 2टा पेज रे महाक्लेश हेबो, लास्ट पेज रे प्रभुंकर द्वितीय आगमन हेबो, जगत विनाश बही सरला। लास्ट चैप्टर रो अधा भाग रे अच्छु वर्तमान बही सब सरला। जगतर सौंदर्य ऐश्वर्य सुंदरता सेटलमेंट गवर्नमेंट्स इकोनॉमी डेवलपमेंट ए सरलानी लास्ट एज रे अच्छु वर्तमान। तो जदि सुबुद्धि हेमा प्रार्थना करिबा निमंते सचेतन हेबा। प्रे, जस्ट प्रे फॉर व्हाट। द्वितीय पॉइंट देखी लुक 21:36 रे, लुक 21:36 में अच्छी ना नहीं अल्फा प्रेज। किंतु तुम्हें माने जेपरी एही समस्त आगामी घटनारू रक्षा पाइबाकू और मनुष्य पुत्रको सम्मुख रे ठिया हेबाकू समर्थ हुओ,
ଏଥି ନିମନ୍ତେ ପ୍ରାର୍ଥନା କରି ଜାଗି ରୁହ। ପ୍ରେଜ ଦ ଲର୍ଡ। ଭିତରରେ କଣ ପଢିଲୁ? ପ୍ରାର୍ଥନା କରିବା ନିମନ୍ତେ ସଚେତନ ହେବାର। ଲୋକରେ କଣ ପଢିଛୁ? ପ୍ରାର୍ଥନା କରି କରୁ କରୁ ଜାଗି ରହିବାର। प्रार्थना करने के लिए उठना है और जागते रहने के लिए प्रार्थना करना है। टिके डिफरेंस अच्छी जान ले। प्रे दैट यू कुड स्टे अवेक। प्रेज द लॉर्ड। निद न हो निद न हो निद न हो प्रभु सोई पड़ी नहीं न सोई बार प्रभु आखि पड़ जाऊ बेले बेले व्यस्त हो जाओ को जगार समान दीटा तीन तीन ट्रेन उलिबार अच्छे बोली कहले मोर व्यस्तता देखियार अच्छे आज्ञा केते आराम रो सीट थिले मते ट्रेन रे सोई पारे नहीं मु दीटारे ओलिबार बाय चांस क्रॉस हे जीवो ना किमिति बोली समान स्टेशन आसला बेलको बहुत भलो निद स्टार्ट हो जाउथिबो सेते व्यस्त लागो ना 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 प्रार्थना करबा को पड़े सोईबार नहीं प्रभु सोईबार नहीं पॉइंट कौन माने प्रार्थना करवाटा बड़ कथा नहीं समस्ते प्रार्थना करछंती किंतु आर यू प्रेइंग बीइंग अवेक सचेतन है कि प्रार्थना करुछंती कि सचेतन जदि है कि प्रार्थना करिवो तो आपनकर प्रार्थना दुनिया पाई नथिवो चाकरी बाहाघर घर द्वार जमी एटा प्रार्थना करबाटा भूल न है जे गुरुत्व प्रायोरिटी कथा मु कहूछि लोक मान दृष्टि प्रार्थना मान एटा ही भल घर पे प्रार्थना कर पिला भविष्य प्रार्थना कर पाठ पढ़ प्रार्थना कर चाकरी पे प्रार्थना कर बाहागर पे प्रार्थना कर प्रार्थना कर पेंशन गोटे मिल प्रार्थना कर रूटीन लाइफ रूटीन है रूटीन की नहीं है मॉर्निंग रूटीन क्या है ब्रश करना है नहाना है अच्छे कपड़ा पहनना है टिफिन करना है तो लंच बना दिस रूटीन एटा पे बंचुछु कि एटा लक्ष्य कि काली कौन कर ना ब्रश करी आज्ञा बोले केमती लगे एटा पे बंचुछु कि सकाल ब्रश करने बंचुछु कि तापर गाधेबी तापर खाइबी एटा कि जीवन हाँ? ये कोटेशन पढ़ुଥିଲି हमें सारी जिंदगी जीना पड़ता है एक दिन मरने के लिए वाह किमती पुणी लोक लाइफ सारी जिंदगी जीते हैं क्यों एक दिन मरने के लिए दैट्स नॉट लाइफ वो जिंदगी नहीं होता एक दिन मरने के लिए वेट कर करके जो जी रहे हैं ना वो जिंदगी नहीं है जिंदगी हमारी है एक पर्पस के साथ हमें जन्म हेलु गोटे उद्देश्य लगी परित्राण पाइलु गोटे उद्देश्य लगी आज वाक्य पाउछु ता पछरे गोटे उद्देश्य अछि से पवित्र आत्मा देइछंती ता पछरे गोटे उद्देश्य अछि एवरीथिंग व्हाट वी गॉट फ्रॉम गॉड देयर इज एक्चुअली अ पर्पस तो एक दिन मरेंगे उसके पीछे भी एक उद्देश्य होना चाहिए हमर मृत्यु रो भी गोटे उद्देश्य थिबार एक उद्देश्य के लिए मरना है We are born for a purpose. We live for a purpose. Then we die for a purpose. क्या है वो पर्पस वो फाइंड आउट करो देयर आर टू स्पेशल डेज मनुष्य जीवन रे टू स्पेशल डेज द डे वी born and the day we know the reason दो स्पेशल डेज है मनुष्य की इंसान की जिंदगी में विशेष दिन दीटा पुणी कोटा प्रथमे तुम्हें जन्म हेबाटा दिन द्वितीय तुम्हें कहीं जन्म हेलो जानी दिन जानी पारी दिन वाह स्टनिंग वर्ड्स है एक्चुअली देखो तो पैदा होना सब पैदा होता है हैप्पी बर्थडे टू यू वो बड़ी बात नहीं है क्यों पैदा हुए वो जब जानेंगे ना दैट्स द स्पेशल डे ऑफ आवर लाइफ वेरी स्पेशल डे ऑफ आवर लाइफ क्योंकि जिंदगी मोड शुरू होगा जिंदगी का मोड टर्निंग पॉइंट शुरू होगा नहीं समझ तक बोले
ରୋଟିନ୍ ଲାଇଫ୍। ଗାଈ ଗୋରୁ ଛେଳି ମେଣ୍ଢା କୁକୁର ଘୁଷୁରି ବି ଜନ୍ମ ହେଇକି ବଞ୍ଚୁଛନ୍ତି ମରୁଛନ୍ତି, ଆମେ ବି ବଞ୍ଚୁଛୁ ଖାଉଛୁ ପିଉଛୁ ମରୁଛୁ ବୋଲିଲା ପରେ। ଯେଉଁଦିନ ପରିତ୍ରାଣ ପାଇଲୁ ଆମର ଜୀବନର ଉଦ୍ଦେଶ୍ୟ ଜାଣିବୁ କି ଆମ ଜୀବନ ପଛରେ ପ୍ରଭୁଙ୍କର ଗୋଟେ ଯୋଜନା ଥିଲା ବୋଲି। ବୁଝିପାରୁଛନ୍ତି? ୟୁ ଆର୍ ନଟ୍ ହିୟର ଚାକିରି ପାଠ ପଢିବାର, ଚାକିରି କରିବାର, ବାହାଘର ହେବା, ପିଲା ଛୁଆ ଜନ୍ମ କରିବାର, ତାପରେ ଚାକିରି କରିବାର, ଘର ଦ୍ୱାର କରିବାର, ରିଟାୟାର ହେବାର, ମରିବାର, ସରିଲା। ପ୍ରଭୁ ଆସିଲି, ପ୍ରଭୁ ଦେଖିବେ କାହିଁକି ଆସିଲ, କ୍ୟା କरूं मैं तुम्हारा, କଣ କରଲ, ଖାଇଲେ ପିଇଲେ ବୁଲିଲେ ବାହା ହେଲେ, ଘର ଦ୍ୱାର ବନାଇଲେ, ଆଉ ଆସିଲି साइड बस थक जाएगी बोले, कुछ फायदा नहीं ऐसे जिंदगी से। प्रेज द लॉर्ड। सचेतन हेबा, प्रार्थना करो, एपरी प्रार्थना करो, ଶୋଇବା ଲୋକର ପ୍ରାର୍ଥନା ଅଲଗା, ଚେତା ଥିବା ଲୋକର ପ୍ରାର୍ଥନା ଅଲଗା। people who are awake, praise the lord। କୋଉଠି ଆଇ ଥିଙ୍କ ସିମଲିଗୁଡାରେ ବହୁତ ବର୍ଷ ପୂର୍ବେ ଫ୍ୟାମିଲି ମରିଗଲେ ରାତାରାତି, ଗୋଟେ ପରିବାର ନିଆଁ ଜଳିଲା। କଣ ପାଇଁ ବୋଲରେ, କରେଣ୍ଟ ପଳେଇଲା, ସେମାନେ କ୍ୟାଣ୍ଡେଲ ଜଳାଇକି ଟିଭି ଉପରେ ରଖିଲେ, ସେ କ୍ୟାଣ୍ଡେଲ ତ ତରଲି ଗଲା, ଟିଭି ପୋଡିଗଲା, ଟିଭି ସହିତ ଟେବୁଲ ପୋଡିଲା, କାଠ ଟେବୁଲ। ଶୀତ ମାସ ତ ସେମାନେ ଥଣ୍ଡାକୁ ପୁରା ଗୋଳେଇଛନ୍ତି, ପୁରା ଚାଦର ଫାଦର ଖଟ ସବୁ ଜଳିଲା। ସେମ୍ ଇସ୍ୟୁ ଜଣେ କଏଲ ଲଗେଇଥିଲେ ଖଟ ତଳେ, ତ କଏଲ, ମଶା କଏଲ ଧରିଦେଲା बेडशीट को, निया मरले। लोग ना नींद में मरते हैं। अरे एपटे निश्वास नहीं होनी, कौन गोटे असुविधा लागे, चेता हेबे नहीं कि व्हाई डोंट यू फील असुविधा एक्चुअली। इतना इतना धुआं है गला, निया है गला, जब निया जले ऑक्सीजन मेल्ट है जीवो, कार्बन डाइऑक्साइड है जीवो टोटली, जे द्वारा कि नाको भीतर कार्बन डाइऑक्साइड पसला माने आपण असुविधा फील करके उठिबा को बाध्य। where there is heat there is carbon dioxide, गरम हैला माने कार्बन डाइऑक्साइड हुए। बहुत जन एमती ठंडा को कबट झरका बंद कर देकी हीटर लगे दियंती, रूम हीटर, डेंजर सेटा, ऑक्सीजन पूरा खाई देबो से, टिके वेंटिलेशन थिबा दरकार। तो वो कौन कोची माने when things are getting negative reaction, आपनको से रिएक्शन फील करबा कथा कि नहीं, ए जगत आपको केमिति शांति लागुछि, आरामदायक लागुछि कि, खुशी लागुछि कि, पसंद लागुछि कि, कंफर्टेबल लागुछि कि, द यू आर इन स्लीप एक्चुअली, आप लोग सोए हुए हो अभी तक। तेणुक प्रार्थना सब पैसा पाई, चाकरी पाई, घर द्वार पाई, गाड़ी बंगला पाई चली, जदि चेता हेबू, निया धरला, धुआं धरला, असुविधा हो गला, चेता हेबू, कौन करिबू आगे, कबाट खोजबू आगे, बाहरबू पिला छुआ को धरिकी आगे, आम बंचार अच्छे आगे, निया लग गला घर सारा बोली। दिस इज द टाइम ऑफ द वर्ल्ड, निया लगी जगत रे, आम जोगिछु बाहर, जगत भितर को रास्ता देखी बाहर, ओनली वन रास्ता, मनुष्य पुत्र को छामुरे उभा हेबा निमंते प्रस्तुत हो, एथिपाई प्रार्थना करी जागी रहो। तो प्रथम जागिबाटा कोटा पाई माने जगतर अंतिम काल अच्छु बोली तुम्हें ज्ञात हेबो। द्वितीय जागिबार जाग्रत हेबार लक्ष्य हैला एठिरु बाहरी पड़िबार, अमनुष्य पुत्र को छामुरे ठिया हेबार। वन एंड ओनली एस्केप प्लान इज रैप्चर। ए जगत रे आज आम्भ मानक पई एस्केप प्लान, बंची जीवार, बंची पळाइबार, पलायन करिबार उपाय हैला आगमन छड़ा किछ नहीं। नंबर 2 और जाग्रत हेले आउ कौन हेबो, रोमियो 13 अध्याय पाक आसत, रोमियो 13 अध्याय 11 पदरु अल्फा। पुणी एबे तुम्भମାନଙ୍କର ନିଦ୍ରାରୁ ଜାଗ୍ରତ ହେବାର ସମୟ ଯେ ଉପସ୍ଥିତ, ଏହା ଜାଣି ଏହି ସବୁ କର,
କାରଣ ଆମ୍ଭମାନଙ୍କ ବିଶ୍ୱାସ କରିବାର ଦିନଠାରୁ ବର୍ତ୍ତମାନ ପରିତ୍ରାଣ ଆମ୍ଭମାନଙ୍କର ଅଧିକ ସନ୍ନିକଟ। ରାତ୍ରି ପାହାନ୍ତା ହେଉଅଛି, ଦିବସ ସନ୍ନିକଟ। ଅତଏବ ଆସ, ଆମ୍ଭେମାନେ ଅନ୍ଧକାରର କର୍ମ ସବୁ ପରିତ୍ୟାଗ କରି ଆଲୋକର ଶଯ୍ୟା ପରିଧାନ କରୁ। ରଙ୍ଗରସ ଓ ମତ୍ତତାରେ, ଲମ୍ପଟତା ଓ କାମୁକତାରେ, ବିବାଦ ଓ ଈର୍ଷାରେ ଆଚରଣ ନ କରି ଆସ, ଆମ୍ଭେମାନେ ଦିବସର ବିହିତ ଭଦ୍ର ଆଚରଣ କରୁ। ପ୍ରେଜ ଦ ଲର୍ଡ। ବହୁତ ସହଜ ତରିକାରେ ବୁଝେଇଲେ ଏଇଟା। ଯଦି ଜାଗ୍ରତ ହେବୁ, ଅନ୍ଧକାରର କର୍ମ ସବୁ ଛାଡ଼ିଦେବୁ। द वर्क्स ऑफ डार्कनेस, जो चीज लोग अंधेरे में करने के लिए पसंद करते हैं। सिनेमा हॉल के भी देख ले, अंधार ଥାଏ। ମଦ ଦୋକାନ କେବେ ଦେଖିଲେ, ଅନ୍ଧାର ଥାଏ। ବ୍ୟଭିଚାର କାମ କହିବା ଲୋକମାନେ କୋଉଠି କରନ୍ତି, ଅନ୍ଧାରରେ। ହେଁ, ଗନ୍ଧିଆ ଭିଡିଓ ସବୁ କୋଉଠି ଦେଖୁଥାଉ, ଅନ୍ଧାର, କିଏ ନଥିଲେ ରୁମରେ ଲାଇଟ୍ ଡିମ୍ କରିଦେଇକି। ଏ सब वर्क्स ऑफ डार्कनेस ଅଟେ। ଚୋର ମାନେ କୋଉଠି ପ୍ଲାନିଂ କରନ୍ତି, ଅନ୍ଧାରରେ, ଅନ୍ଧକାରର କର୍ମ। ଯଦି ଆମେ ଦିବସର ସନ୍ତାନ, ଆଲୋକର ସନ୍ତାନ, ଜ୍ୟୋତିର ସନ୍ତାନ, ଆମ୍ଭମାନଙ୍କର କର୍ମ ସବୁ ଭଦ୍ର ଥାଏ। ଏବେ ଯେ ଆପଣଙ୍କ ଲାଇଫରେ ମଦ୍ୟପାନ ଯଦି ଅଛି, ଚୋରି କାମ ଅଛି, କାମୁକତା ଅଛି, ଗନ୍ଧିଆ ଭିଡିଓ ଅଛି, ପୋର୍ନୋଗ୍ରାଫି ଅଛି, ହେଁ, ରଙ୍ଗରସ ଅଛି, ପବ୍ରେ, ଡ୍ୟାନ୍ସରେ, ସିନେମା ଗୀତରେ ନାଚିବାଟା, ଡ୍ୟାନ୍ସ କରିବାଟା କେବଳ ଦେଖୁଥାଏ। ମୁଁ ଆମର ପିଲାମାନଙ୍କର ଚର୍ଚ୍ଚ, ସ୍କୁଲ, ଚର୍ଚ୍ଚ ମାନଙ୍କର ଏଇ କଲଚର, ସ୍ପିରିଚୁଆଲ ପ୍ରୋଗ୍ରାମ, କଲଚରାଲ ପ୍ରୋଗ୍ରାମ କଣ ଆଜ୍ଞା ଜାଣିପାରୁନି। କି କଲଚର ସେଟା? କଲଚରାଲ ପ୍ରୋଗ୍ରାମ ନାମରେ ସିନେମା ଗୀତ ଷ୍ଟାଇଲର ମ୍ୟୁଜିକରେ ଡ୍ୟାନ୍ସ କରନ୍ତି ପିଲାମାନେ। व्हाट कल्चर? कहाँ का कल्चर था वो? आप बोलिए तो। हमारा कल्चरल प्रोग्राम अच्छे आ गया, कहाँ का कल्चर था है वो? कौन कौन सा कल्चर अभ्यास किया? ଆଉ ପିଲାମାନେ ସେ ମ୍ୟୁଜିକ ଲଗାଇ ଦେଇକି, ଗୀତ ସହିତ ସମ୍ପର୍କ ନାହିଁ, ଆମର ମ୍ୟୁଜିକ ସହିତ ସମ୍ପର୍କ। ସେଥିପାଇଁ ସେମାନେ କୋରିଓଗ୍ରାଫିର ଡ୍ୟାନ୍ସର ପ୍ରତ୍ୟେକ ଷ୍ଟେପ ୱିଲ୍ ବି ଆକର୍ଡିଂ ଟୁ ଦ ମ୍ୟୁଜିକ, ନଟ୍ ଦ ସଙ୍ଗ। ଗୀତର କନେକ୍ଟେଡ ନୁହେଁ ସେଟା, ମ୍ୟୁଜିକର କନେକ୍ଟେଡ ଅଟେ। तो देखी पूरा डिम 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 लाइट से की लाइट कहबे सेटा, फोको से की गुटे लाइट कहबे, क्यों, क्या है वो? माने आज क्रिश्चियन माने आमे हम पुओ झे माने पब को जीवा मना, डिस्कोथेक्स को जीवाटा मना। तेणुकर से डिस्कोथेक को से पब को गिरजा को आनी ଦେଇଛନ୍ତି। तुम जाओ रे सेटा एठी धरके आसीबा, तुम शैतान पाकु जाओ ना, शैतान को डाक देबा। कौन बोल कल्चरल प्रोग्राम, स्पिरिचुअल प्रोग्राम भितरे कल्चरल प्रोग्राम कहां से आ गया यूथ मीटिंग्स में? समस्त नरक पे रेडी एटा, जहां भी भावंतु आपण माने। से स्पिरिचुअल मीटिंग रे जत्ते बड़ वक्ता को आनंद फायदा नहीं। एटा ପାଇଁ यूथ मान को एटा सिखाइबे कि आजर जुग रे रंगर ଚାଲିଛି ଗିର୍ଜାରେ ୟୁଥ ଭିତରେ, ତ ୟୁ ଆର୍ ଦ ଅନ୍ଧକାରର ସନ୍ତାନ। ମଦ୍ୟପାନ, ମତ୍ତତା, ଲମ୍ପଟତା, କାମୁକତା, ବିବାଦ, ଈର୍ଷା, what are all those things? 12 ପଦରେ ରାତ୍ରି ପାହାନ୍ତା ହେଉଅଛି, ଦିବସ ସନ୍ନିକଟ, ଅତଏବ ଆସ, ଆମ୍ଭେମାନେ ଅନ୍ଧକାରର କର୍ମ ସବୁ। There are some works which are related to ଅନ୍ଧକାର। ତ ଯଦି ଆମେ ଦିବସର ସନ୍ତାନ, ଆମ୍ଭେମାନେ ଦିବସରେ ବି ଭଦ୍ର ଆଚରଣ କରିବୁ, ଅନ୍ଧାରରେ ବି ଭଦ୍ର ଆଚରଣ କରିବୁ। ହଁ, କୋଉଠି ପଢୁଥିଲେ, व्हाट इज इंटीग्रिटी? ऑनेस्टी रो गोटे पावरफुल वर्ड होते इंटीग्रिटी। हमें जान ऑनेस्टी क्या बोलते हैं, ईमानदारी से, ईमानदार, विश्वस्तता। इंटीग्रिटी इज डूइंग समथिंग गुड व्हेन नोबडी इज वाचिंग, सेटा इंटीग्रिटी। पुणी लोक देखुछंती बोली भल हेबाटा, लोक देखुछंती बोली भल आचरण करबाटा, लोक देखुछंती बोली ठीक जेंटल बिहेव करबाटा, एटा अलग। लोक के न देखले भी जदि भद्र आचरण करछ माने, दैट इज कॉल्ड इंटीग्रिटी। पुणी भल लागले मते से वर्ड। किए न देखला बेले भी पवित्र रहंतु आज्ञा, किए न देखला बेले भी विश्वस्त रहंतु, किए न देखला बेले भी सत्य आचरण करंतु। कोगोडी गंदिया जिंस आसी गला स्क्रॉल करू करू
କିଏ ନ ଦେଖୁଛନ୍ତି ବୋଲି ଭଲରେ ଦେଖନ୍ତୁ ନାହିଁ, କିଏ ନ ଦେଖୁଛନ୍ତି ବୋଲି ଦେଖିକି ବି डिलीट। डोंट एंटरटेन योर आइज, डोंट एंटरटेन योर थॉट्स। कोई तो नहीं जानता, कोई तो नहीं देख रहा बोल के खाके तो जानबे नहीं बोली तुच्छा रे सीरियसली बेले बेले एते सीरियसली इंडल्ज करूनो जे तथापि देखि देउ ସେଇଟା ବି ମନା ବୋଲଛି। ପ୍ରଭୁ କାହିଁରେ ଖୁସି ହୁଅନ୍ତି? हैं 40 दिन उपवास रे प्रभु खुशी हेबे नहीं, 3 घंटार प्रार्थना रे भी एते खुशी नहीं। टू थिंग्स, बीइंग प्योर एंड बीइंग फेथफुल, दीटा विषय प्रभु बहुत भल पाती। गोटे है प्यूरिटी, पवित्र रहिबा, निर्मल, प्यूरिटी निर्मल कर पवित्र रहिबा। नंबर 2 विश्वस्त के न देखुनु ना, प्रभु देखुछता, प्रभु देखुछंती बोली पाए भी नहीं, प्रभु को पसंद नहीं, तेणुकर मते भी पसंद नहीं। वाह, एतिकी आपण माने आशीर्वाद पाइबार तरीका बुझंतु तो। बेसी प्रार्थना कले प्रभु आशीर्वाद कर भावुं बोधे अभाव पूर्ण हो, पैसा मिल जाव, नाई नाई नाई, आमको तांको प्रे रिक्वेस्ट करदेले काम हो भावुं कि ना, आउ फास्टिंग बेसी करदेले काम हो, नाई नाई नाई। कौन कहले? अल्परे जे विश्वस्त ताको कौन करिवे? अधिक विषय उपर अधिकार देबे। व्हाट ब्रिंग्स प्रॉस्पेरिटी एक्चुअली? अधिक, अल्प और अधिक, अधिक मीन्स प्रॉस्पेरिटी कि नहीं? किमिति अल्प धन, अल्प संपत्ति, छोट घर बड़ केबे हेबो? विश्वस्त। प्रार्थना बोल कहले कि जे 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 बेसी प्रार्थना करे ताको अधिक विषय ऊपर अधिकार देबे बोल कहले, नहीं नहीं नहीं, विश्वास दाया हमर वक्ता माने कही जानी पारले नहीं एक्चुअली सीक्रेट्स ता। हैव फेथ, कम ऑन, आगो को आसो, हाथ तो टेको, पास में देखी पड़े बहुत बेसे मन एमती नहीं, एमती होए नहीं। द प्रॉस्पेरिटी वर्धिष्णु हेबा, वृद्धि पाइबा, इंक्रीज रो सूत्र देखंतु बाइबल रे। प्रेयर फास्टिंग टा बेसिक गोटे, ସେଥିରେ ମିଳିବନି। ଶାସ୍ତ୍ରୀ ଫାରସି ମାନେ ଦୀର୍ଘ ଘଣ୍ଟା ପ୍ରାର୍ଥନା କରୁଥିଲେ, ପୁଣି ଫାରସି ମନ୍ଦିର ଭିତରେ ଯାଇକି ପ୍ରାର୍ଥନା କରୁଥିଲା, ଯାହା ପ୍ରଭୁ ଗ୍ରହଣ କଲେ ନାହିଁ, କିନ୍ତୁ କରଗ୍ରାହୀ ବାହାରେ ଥାଇକି ପ୍ରାର୍ଥନା କଲେ, ଯାହା ଗ୍ରହଣ ଯୋଗ୍ୟ ହେଲା। ଦେଖନ୍ତୁ ତ ଫରକ। लोग कहते केवल प्रार्थना करो, जस्ट प्रे एंड गॉड विल डू मिरेकल्स। नहीं होता भाई, हमें मेरी बात मानिए आप लोग, मोर कथा सुन हुए नहीं। देयर आर सम कीज ऑफ सक्सेस। विश्वस्तता माने कौन? के न देखुन भी पवित्र रहिबा आज्ञा ना, एमती जिनस देखिबार नहीं, एमती जिनस भाविबार नहीं, एमती जिनस कहिबार नहीं, निजको कहि कि देखंतु तो। व्हाई? बिकॉज वी आर चिल्ड्रन ऑफ गॉड। बस रीजन क्या है? हम परमेश्वर के बच्चे हैं, हमें प्रभु को लोग को ना, ठीक नहीं, सिंपल। केरी बड़ हो धीरे धीरे स्कूल जाऊँ, एते घटिया फ्रेंड्स और कहतु नहीं तार, से मोर व्हाट्सएप डीपी से देखले से मेकअप फेक केबे के बेचारी कानटा दरकार बोल मागिला नहीं, केरी केबे भी ताको कानर होल भी करा ही नहीं अवश्य। देखुछि लाइफ दुनिया, तार सांग माने से मन को स्टाइल स्टाइल ड्रेस सब देखुछि। पिला मन को ना गोटे बय आम शिखाओ, प्रार्थना शिखाओ, वाक्य शिखाओ, मुखस्थ वाक्य शिखाओ, ये बड़ कथा नहीं, जानना बोधे। देयर कम्स अ टाइम व्हेन पिला माने चूज करिबार एज आसीबो, जिते पिला माने बाछिबार सुजोग स्वाधीनता मिलला, सेते बेले प्रभुंकर बाट को बाछिबे कि बोलबाटा हैला द बिगेस्ट $1,000,000 क्वेश्चन आम लाइफ रे। पिला आम पिला प्रार्थना करे, आम पुआ गीत गीत गाए, आम छुआ आम झील गोटे 10टा मुखस्त बाकी, वेरी गुड, बढ़िया होने दो एक बार। से मु कहे आमे माने वी शुड नॉट बी क्रिश्चियंस बाय चांस, वी शुड बी क्रिश्चियंस बाय चॉइस। आम छुआ को बाहर को जीवा देबू नहीं, कड़ सांग पाखे जीवा देबू नहीं, बुलवा देबू नहीं, कड़ जीवा देबू नहीं, प्रभु कह बोलला, वेरी गुड। सो दिस इज बाय चांस। एटा माँ बापा बाध्य, बुलवा है सान बेलू
ଆଉ କୁଆଡେ ବୁଲିବାକୁ ହେଲାନି, କୁଆଡେ ଦେଖିବାକୁ ହେଲାନି, କିଛି ଖାଇବାକୁ ଦେଉନଥିଲା। ଆଉ ପିଲାମାନେ ଯଦି ଗୋଟେ ଏଜ ଆସିବ, ସେତେବେଳେ କଥା ମାନିବେ ବୋଲୁଛନ୍ତି କି ଆପଣ ମାନେ? ଓହୋ ମାଇ ଗଡ, ଦୁନିଆକୁ ଚିହ୍ନିବାକୁ ଷ୍ଟାର୍ଟ କରିବେ, ଦୁନିଆକୁ ଟେଷ୍ଟ କରିବାକୁ ଷ୍ଟାର୍ଟ କରିବେ ପିଲାମାନେ। ଆଉ ସେ ଟେଷ୍ଟ ଭଲ ଲାଗିଲା ମାନେ ଜମା ଘରକୁ ଆସିବେନି ଆଉ। ଉଧର ସେ ଉଧର ପଳେଇ, ଆମେ ଭାବୁଥିବୁ ପିଲା ପାଠ ପଢୁଛି ଆଉ ତାକୁ ଦିଲ୍ଲୀ ପଠାଇଦେବି, ତାକୁ ବେଙ୍ଗଲୋର ପଠାଇଦେବି, ଆଉ ସେଠୁ ସେ ବେଙ୍ଗଲୋର ଆମେରିକା ପଳେଇବ, ପଳାଇଲା ଗଲା ତ ଆଉ। यंग एज आने तक रहिएगा एक बार। ଆତ୍ମିକ ମା ବାପାଙ୍କ ପାଖରେ ପିଲାମାନେ ଆତ୍ମିକ ଭାବରେ ବଢନ୍ତି ଗୋଟେ ଷ୍ଟେଜ ପର୍ଯ୍ୟନ୍ତ। ସେମାନେ ବୟସ୍କ ହେଲା ପରେ, ଯୁବା ହେଲା ପରେ, କଲେଜ ଫଲେଜ ଗଲା ପରେ ବି ଯଦି ପ୍ରଭୁଙ୍କ ବାଟରେ ଅଛନ୍ତି ମାନେ ୱାଓ, ଦ୍ୟାଟ୍ ଇଜ ଦ ରିଏଲ ଲାଇଫ ଆକ୍ଚୁଆଲି। କ୍ଷିରିର କହି ମୁଁ କ୍ଷିରିକୁ ବୁଝାଏ, ଦେଖ ବେଟା ସେମାନେ ସେମିତି ରୁହନ୍ତି, ଆମେ ପ୍ରଭୁଙ୍କର ଲୋକ। ଗୋଟେ କଥା କହେ, କିଛି ନାହିଁ, ଆମର ଲାଇଫଷ୍ଟାଇଲ ଅଲଗା। ସେ ଅଲଗା ଲୋକମାନଙ୍କୁ ଆମେ କିଛି କହୁନୁ, ସେମାନେ ମନ୍ଦ, ସେମାନେ ପାପି ନା ଭୂତ ଧରିଛି ଆମେ କହିବା ନାହିଁ। ପ୍ରଭୁ ଆମକୁ ବାଛିଛନ୍ତି, ଅଲଗା କରିଛନ୍ତି, ଆଉ ଚାହାନ୍ତି କି ଆମେ ଅଲଗା ରହୁ। ଆଉ ସେ ଆସିକି ନେଇଯିବେ। ଆଉ ଆଗମନକୁ ହାତ ଛଡା ହେବାନି ଏଇ ଜିନିଷ ଦେଖିକି ବୋଲି ବୁଝାଏ। ବୋଲି ଚିନ୍ତା କରେ, ଶୁଣେ, ରାଇଟ, ଓକେ। ଆଠୁ ଆଉ କଣ, ଆମର ଆମ ମା ବାପା ଦିଟା ପିଟିକି ଚୁପ କରାଇ ଦେଇଥାନ୍ତେ। କେତେ ପିଟିବୁ? ବଡ ହେଲା ପରେ ସେମାନଙ୍କର ଲାଇଫ ଅଲଗା ହେଇଯାଏ। ସେଥିପାଇଁ ଆମ ମା ବାପା ମାନେ ଆମକୁ ପ୍ରଭୁଙ୍କୁ ଭୟରେ ବଢାଇଲେ, କିନ୍ତୁ ବଡ ହେଲା ପରେ माँ बाप नथिले, फ्रीडम, हर चीज करने का फ्रीडम मिल जाता है। ସେଥିପାଇଁ ଭାବନ୍ତୁନି ମୋର ପିଲା ଇଏ ଗୀତ ଗାଉଛି, ଇଏ କରୁଛି, ଠିକ ଅଛି ପ୍ରଭୁ ଆପଣ ମା ବାପା ହିସାବରେ ଭଲ, ଆପଣଙ୍କର କର୍ତ୍ତବ୍ୟ ଯାହା ଠିକ ଥିଲା ତାହା କରିଲେ, ପ୍ରେଜ ଦ ରାଇଟ ୱେ। ହଁ, ପିଲାମାନଙ୍କୁ ବଢେଇଛନ୍ତି, କିନ୍ତୁ ସେଥିରେ ସାଟିସ୍ଫାଇ ହୁଅନ୍ତୁନି, ବିକଜ a time will come they have to choose by choice, not by chance। କୁଆଡେ ଘୁଞ୍ଚିବାକୁ ଦେଲା ନାହିଁ ମା, ତେଣୁକରି ଖ୍ରୀଷ୍ଟିଆନ ହେଲି, ତେଣୁକରି ମା ବାଧ୍ୟ କଲା, ତେଣୁକରି ବାପ୍ତିସ୍ମ ନେଲି, ଘରେ ବ୍ୟସ୍ତ କରିଦେଉଥିଲେ ତେଣୁକରି ବାପ୍ତିସ୍ମ ନେଲି ବୋଲିବା ଟାଇପରେ ନ ଆସୁ। ପିଲାମାନେ ନିଜେ ନିଷ୍ପତ୍ତି ନେଲା ପରି କରନ୍ତୁ, ସେତେବେଳେ ରାଇଟ ହେବ, ଠିକ ହେବ। ମା ବାପା ଥାଉ କି ନଥାଉ, ସେମାନେ ପ୍ରଭୁଙ୍କ ଠାରେ ଥିବେ। ଏସବୁ କହିବାର ରିଜନ କଣ, ମାନେ ଆମେ ମାନେ ନିଦ୍ରାରୁ ଜାଗ୍ରତ ହେବାର ସମୟ ଆସିଗଲା। ଆଉ ନିଦ୍ରାରୁ ଯଦି ଜାଗ୍ରତ ହେବୁ ତ କଣ ହେବୁ? ଅନ୍ଧକାରର କର୍ମ ସବୁ ପରିତ୍ୟାଗ କରିବୁ। ରଙ୍ଗରସ, ମତ୍ତତା, ଲମ୍ପଟତା, ହ୍ୱାଟ ଇଜ ଲମ୍ପଟତା? ଇଂଲିଶରେ ଆହୁରି ହାର୍ଡ ଅଛି, ଯାହା ବୁଝିଲେ ବୁଝିଲେ ଆଉ। କାମୁକତା, ବିବାଦ, ଈର୍ଷା ଆଚରଣ, ଲମ୍ବା ଲିଷ୍ଟ ଅଛି। ଏଠି ଯାହା ଲେଖା ଅଛି ତାହା ହିଁ ନୁହେଁ, ସବୁ ଶୈତାନିକ କର୍ମ ସବୁ। କାରଣ ଶୈତାନ ଅନ୍ଧକାରର ରାଜା। କୌଣସି ଅନ୍ଧକାରର କର୍ମ, ଗୁଣ, ସ୍ୱଭାବ, ଆକର୍ଷଣ ଆପଣଙ୍କ ଠାରେ କି ମୋ ଠାରେ ନଥାଉ। କାରଣ वी आर ପିପୁଲ ଅଫ ଲାଇଟ। ଦିବସର, वी आर ପିପୁଲ ଅଫ ଡେ। ଦିବସର ସନ୍ତାନ, ଆଲୋକର ସନ୍ତାନ, ପିପୁଲ ଅଫ ଲାଇଟ। ପ୍ରେଜ ଦ ଲର୍ଡ। ଥର୍ଡ ଥିଙ୍ଗ, ଫୋର୍ଥ ଥିଙ୍ଗ, ଚତୁର୍ଥ ପଏଣ୍ଟରେ ଯିବା। କଣ ଶୁଣୁଛୁ ଆମେ? ଜାଗ୍ରତ ହେଲେ କଣ କରିବୁ ଆମେ, କେମିତି ଥିବ ଆମର ଲାଇफ? जागने से क्या होता है, हमारी जिंदगी में क्या काम होता है? प्रेज द लॉर्ड। प्रथम पीतर 5:8 टिके पढ़िबा। प्रथम पीतर 5:8 पद। ସଚେତନ ହୋଇ ଜାଗ୍ରତ ରୁହ, ତୁମ୍ଭମାନଙ୍କ ବିପକ୍ଷ ଶୟତାନ ସିଂହ ପ୍ରାୟ ଗର୍ଜନ କରି କାହାକୁ ଗ୍ରାସିବ ଏହା ଖୋଜି ବୁଲୁଅଛି। 9 ବିଶ୍ୱାସରେ ସ୍ଥିର ରହି ତାହାର ପ୍ରତିରୋଧ କର। ପୁଣି ଏହା ଜାଣ ଯେ ଜଗତରେ ଥିବା ତୁମ୍ଭମାନଙ୍କ ଭାଇମାନଙ୍କ ପ୍ରତି ଏହି ପ୍ରକାର ଦୁଃଖ ଭୋଗ ଘଟୁଅଛି। प्रेज द लॉर्ड। ओके, ସଚେତନ ହୋଇ ଜାଗ୍ରତ ରୁହ, ତୁମ୍ଭମାନଙ୍କ ବିପକ୍ଷ ଶୈତାନ ସିଂହ ପ୍ରାୟ ଗର୍ଜନ କରି କାହାକୁ ଗ୍ରାସିବ
ଏହା ଖୋଜି ବୁଲୁଅଛି। ଆମେ ଯଦି ଜାଗି ଉଠିବା, ଆମେ ଶୈତାନ କାହାକୁ ଗିଳିବାକୁ ବୁଲୁଛି ଆମେ ତା ଉପରେ ଟିକେ ନଜର ପକାଇ ପାରିବୁ। Being awake, we will be aware of the devouring Satan. ଗ୍ରାସିବାକୁ ବୁଲୁଛି ପୁଣି ସେ କାହାକୁ ଗ୍ରାସ କରିବାକୁ ବୁଲୁଛି ବୋଲାରୁ ଟିକେ ଉପରୁ ପଢିବାର ଅଛି। 6 ପଦରେ ପଢ ବେଟା। ଅତେବ ଈଶ୍ୱରଙ୍କ ବଳବନ୍ତ ହସ୍ତ ତଳେ ଆପଣା ଆପଣାକୁ ନତ କର, ଯେପରି ସେ ତୁମ୍ଭମାନଙ୍କୁ ଯଥା ସମୟରେ ଉନ୍ନତ କରିବେ। ତୁମ୍ଭମାନଙ୍କ ସମସ୍ତ ଚିନ୍ତାର ଭାର ତାହାଙ୍କ ଉପରେ ପକାଅ, କାରଣ ସେ ତୁମ୍ଭମାନଙ୍କ ନିମନ୍ତେ ଚିନ୍ତା କରନ୍ତି। ବାସ୍ ଗୋଟେ ମିନିଟ୍, ପ୍ରେଜ ଦ ଲର୍ଡ। ଅତଏବ 6 ପଦରେ, ଅତଏବ ଈଶ୍ୱରଙ୍କର ବଳବନ୍ତ ହସ୍ତ ତଳେ ଆପଣା ଆପଣାକୁ ନତ କର, ଯେପରି ସେ ତୁମ୍ଭମାନଙ୍କୁ ଯଥା ସମୟରେ ଉନ୍ନତ କରନ୍ତି। ଚିନ୍ତାର ଭାର ତାଙ୍କୁ ଦିଅ, ସେ ଚିନ୍ତା କରନ୍ତି। ଜାଗ୍ରତ, ସଚେତନ ହୋଇ ଜାଗ୍ରତ ରୁହ, କାରଣ ଶୈତାନ ଗ୍ରାସ କରିବାକୁ, ଗିଳି ଦେବାକୁ, ଜିନ୍ଦାଲ ନିଗଲने के लिए ବୁଲୁଅଛି। ତ ଏଠି ଶୈତାନ କାହାକୁ ଗ୍ରାସ କରିବ ଜାଣିଛନ୍ତି? ଗର୍ବୀ ଲୋକମାନଙ୍କୁ। ସେ ଟିକେ ଉପରୁ ପଢିଲେ ଆହୁରି ସେଇ 5 ପଦ ଟିକେ ପଢିବେ। ସେହିପରି ହେ ଯୁବକମାନେ, ତୁମ୍ଭେମାନେ ପ୍ରାଚୀନ ମାନଙ୍କର ବଶୀଭୂତ ହୁଅ। ସମସ୍ତେ ପରସ୍ପର ପ୍ରତି ନମ୍ରତା ରୂପ ବସ୍ତ୍ର ପରିଧାନ କର, କାରଣ ଈଶ୍ୱର ଅହଙ୍କାରୀ ମାନଙ୍କ ପ୍ରତିରୋଧ କରି ନମ୍ର ଲୋକମାନଙ୍କୁ ଅନୁଗ୍ରହ କରନ୍ତି। ପ୍ରେଜ ଦ ଲର୍ଡ। କାହାକୁ ଅନୁଗ୍ରହ ମିଳେ? और थोर 1000टा 1.5 घंटा 3 घंटा प्रार्थना କରିବା ଲୋକଙ୍କୁ ମିଳେ କି? ବର୍ଷକୁ 2 ଥର 40 ଦିନ ଉପବାସ କରିବା ଲୋକମାନଙ୍କୁ ମିଳେ କି? ନମ୍ର ଲୋକମାନଙ୍କୁ ଅନୁଗ୍ରହ ମିଳେ। ଏଠି ପ୍ରାର୍ଥନା ଉପବାସକୁ ମନା କରୁନାହିଁ, କିନ୍ତୁ ମୋର କହିବାର କଥା କଣ, ମାନେ ଦୀର୍ଘ ପ୍ରାର୍ଥନା କରିବା ଗର୍ବୀ ଲୋକମାନଙ୍କୁ ଦେଖିଛି, ମା ମାନଙ୍କୁ ଦେଖିଛି। ଆମେ ଉପବାସ କରୁଛୁ, ଉପବାସ ଚାଲିଛି, ଆମେ ଫାଷ୍ଟିଂ 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 ଭୂତ ଧରିଥିବେ କେତେ ଲୋକଙ୍କୁ। ହୁଁ, କାଲି ନା ପରଦିନ କହୁଥିଲେ ଜିସବେଲ ସ୍ତ୍ରୀ ଗୋଟେ ମଣ୍ଡଳୀରେ ଲିଡ୍ କରେ, ଜିସବେଲ ନାମିନୀ ସ୍ତ୍ରୀ ବା ସ୍ପିରିଟ। ନମ୍ର ହେଇକି, ବଶୀଭୂତ ହେଇକି, ଆତ୍ମିକ ମନରେ ସେବା କରନ୍ତି ନାହିଁ। ଫୁଲ ପ୍ରାଇଡ ଥିବ, ଫୁଲ ପ୍ରାଉଡ ଥିବ। ପ୍ରେୟର ଟପ କ୍ଲାସ ପ୍ରାର୍ଥନା କରନ୍ତି। ଫାଷ୍ଟିଂ ଦେଖିଲେ ଆମେ ବି ପାରିବୁନି ସେତିକି ଫାଷ୍ଟିଂ କରନ୍ତି, କିନ୍ତୁ ଫେସ୍ ର ଏକ୍ସପ୍ରେସନ ଏତେ ପ୍ରାଉଡ ଥିବ, କଥାବାର୍ତ୍ତାରେ ପ୍ରାଉଡ ଥିବ। ଆଉ ପୁଅ ଝିଅକୁ କେବେ ସେବାରେ ଦେଇନଥିବେ। ନା ଏମାନେ ସେବା କରନ୍ତି, ନା ପୁଅ ଝିଅ ମାନଙ୍କୁ ସେବାରେ ଦିଅନ୍ତି। ହେଁ, ତଥାପି ସେବକ ସେବିକା ପରି ଚଳାବୁଲା ହେଇଯାଏ। ସେବିକା ମାନଙ୍କ ପରି ଚଳାବୁଲା, नो नो, दे आर नॉट सेवकास, सेविकास, दे आर स्टिल विश्वासी, इवेंजेलिस्टिक विश्वासी। ସେବକ ସେବିକା ନୁହନ୍ତି ଏମାନେ। ନା ସେବାରେ ଜବ୍ କରି କରି କରନ୍ତି, ଜବ୍ ଯେଉଁମାନେ କରୁଛନ୍ତି ସେମାନେ ସେବକ 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 ହେଇପାରିବେ ନାହିଁ। ଦ ବେଟର କଣ କହିବେ, ଇଭାଞ୍ଜେଲିଷ୍ଟିକ ବିଲିଭର ଏମାନେ, ଦେ ଆର୍ ନଟ୍ ସେବକ ସେବିକା। ଡେଡିକେଟ। ଏତେ ଯଦି ବୋଝଗ୍ରସ୍ତ ଥିଲା, ଏତେ ଯଦି ପ୍ରାର୍ଥନା ଥିଲା, ପାଷ୍ଟରକୁ ବିବାହ ହେଲେନି କାହିଁକି? ନା, ସେତିକି ଦମ ନଥିବ। ବହୁତ वांट टू डू जॉब, जॉब करना है। ଆଉ ପିଲା ଗୋଟେ ପୁଅକୁ ବି ସେବାର ଦେଇ ନଥିବେ, ଗୋଟେ ଝିଅକୁ ବି ଗୋଟେ ପାଷ୍ଟରକୁ ଦେଇ ନଥିବେ। ହାଇ ଫାଇ ପାଠ ପଢେଇ ଦେଇକି ଫରେନ୍ ସେଟଲ କରାଇ ଦେଇକି ଏଠି ଭୟଙ୍କର ଝାଡି ପକାନ୍ତି ଷ୍ଟେଜ ଉପରେ। କ୍ୟା ଫାयदा, କ୍ୟା ଫାयदा ଭैया। ସେବା ମାନେ ଭଲ ଭଲ ଭାଷଣ ଝାଡିବାଟା ନୁହେଁ। ସେବା ବୋଲି କହିଲେ କାହାକୁ କେତେବେଳେ ବିବାହ ହେବ, କିଏ କାହାକୁ ବିବାହ ହେବ ଭାବବାଣୀ କହିବାଟା ନୁହେଁ। ମିନିଷ୍ଟ୍ରି ଇଜ ନଟ୍ ଦ୍ୟାଟ୍। ସେବା ବୋଲି କହିଲେ 3 ଘଣ୍ଟା ଆମେ 4 ଘଣ୍ଟା ପ୍ରାର୍ଥନା କରୁ,
ଆଉ ସବୁ ମାସକୁ ଆମକୁ ଆମକୁ ଲାଷ୍ଟ 4 ଦିନ 5 ଦିନ ଆମର ଫାଷ୍ଟିଂ नो ନା ଗିଳି ଦେଇଛି ଆମର ଜଣେ ଭାଇ ଅଛନ୍ତି ଏଠି ଖାମମରେ। ସେ ଲୋକମାନଙ୍କୁ ଏତେ ଭଲରେ ଚିହ୍ନି ପାରନ୍ତି ମାନେ ଚିହ୍ନି ଆତ୍ମା ଚିହ୍ନିବାର ଦାନ ଥିଲା ପରି। ତ ଗୋଟେ ମିଟିଂରେ ଯାଇକି ବସିକି ବକ୍ତାଙ୍କର ମେସେଜ ଶୁଣନ୍ତି ସେ ଟିକେ ତାଙ୍କର ମେସେଜର ଟିକେ ଅଧା ଗୋଟେ 10 ମିନିଟ୍ ଶୁଣିଲା ପରେ କହିଦିଅନ୍ତି ତାଙ୍କୁ ଗିଳି ଦେଇଛି ବୋଲି କୁହନ୍ତି। ଆମେ ହସି ପକଉ ଗିଳି କଣ ଗିଳି ଦେଇଛି ବଡ ଅଜଗର ତାକୁ ଗିଳି ଦେଇଛି ଶୈତାନ ଗିଳି ଦେଇଛି। ମାନେ ସେ କଥାବାର୍ତ୍ତାରେ ମେସେଜରେ ଲକ୍ଷ୍ୟ ଆତ୍ମିକତା ନଥିବ। ସଂସ୍ଥା ଅନୁଷ୍ଠାନ ମିନିଷ୍ଟ୍ରି ଅର୍ଗାନାଇଜେସନ ମୁଁ କୁଆଡେ ଯାଇଥିଲି ମଝିରେ ଏ ନୂଆ ବର୍ଷକୁ ଇଜଡ ଯାଇଥିଲି କେରଳର ଜଣେ ସ୍ପିକର ଆସିକି ଏଇ ବର୍ଷ ମୋର ଲାଷ୍ଟ ଫ୍ଲାଇଟ୍ ଜର୍ଣ୍ଣି ଥିବ ଏଠୁ ସିଧା ଯିବେ କେରଳକୁ ଯିବେ ବିଜୟୱାଡାରୁ। ଆଉ 2025ର ପ୍ରଥମ ଫ୍ଲାଇଟ୍ ବି ମୁଁ ମୋର କେରଳ ପୁନର୍ବାର ଯିବୁ ହାଇଦ୍ରାବାଦକୁ ଯିବି। ତୁମର ଫ୍ଲାଇଟ୍ ଜର୍ଣ୍ଣିର ଷ୍ଟୋରି ଶୁଣିବାକୁ ଆସିଲେ କି ଲୋକମାନେ 1500 2000 ଲୋକମାନେ। ବର୍ଷ ସରି ଆସୁଛି ନୂଆ ବର୍ଷ ଆରମ୍ଭ ହେଉଛି ଭୟଙ୍କର ବିପଦପୂର୍ଣ୍ଣ ବର୍ଷ ବୋଲି ସମସ୍ତେ କହିଲେଣି। ଆମର ପ୍ରସ୍ତୁତିକରଣ କେମିତି ଥିବା କଥା ଏଇଟା ନାଇଁ କି ଏଇଟା ନାଇଁ ତ ମୁଁ ଏଠୁ ସିଧା ଯିବି ଆମେରିକା ସେଠୁ ଆଡେ ବୁଲିକି ଆସିବି ଆଉ ମୁଁ ଶୋଏନି ମୁଁ ଖଟରେ ଶୋଇକି ବହୁତ ଦିନ ହେଲାଣି ଆଜିକାଲି ରାତିରେ 5ଟା ମତେ ଖଟ ଦେଲାରୁ ଶୋଇଲି ମାନେ ମୁଁ କେତେ ବହୁତ ଜର୍ଣ୍ଣି କରେ ମୁଁ ବହୁତ ମିଟିଂରେ ବ୍ୟବହୃତ ହୁଏ ମୁଁ ଟ୍ରେନରେ ନେଇ ଉଡ଼ାଜାହାଜରେ ଯାଏ ବୋଲି ନିଜକୁ ଇଣ୍ଟ୍ରୋଡ୍ୟୁସ କରିବାର ନିଜକୁ ବୋଷ୍ଟ କରିବାର ଇନଡାଇରେକ୍ଟ ତରିକା ଏଟା। ଆଉ ଜଣେ ବକ୍ତା ଆସିଥିଲେ କେରଳରୁ ଭଲ ଲାଗିଲା ମତେ ମେସେଜ ବି ମୁଁ ଲାଇଭରୁ ଶୁଣିଥିଲି ପରେ ମୁଁ ଗଲି ଲାଇଭରେ ଶୁଣିଲି ହଁ ମୁଁ ବି କହିଲି ସଙ୍ଗୀତ କହିଲି ଏମିତି ମେସେଜ ଶୁଣିକି ବହୁତ ଦିନ ହେଲା ବୋଲି ଓରିଜିନାଲ ଆଇପିସିର ଜଣେ ସ୍ପିକର। 2 ଜଣ କେରଳରେ ଥିଲେ 2 ଜଣଙ୍କର ଫରକ ଦେଖ ତ ଜଣେ ଖାଲି ନିଜର ସେ ନିଜେ କେତେ ବଡ ଲୋକ ଇଣ୍ଟ୍ରୋଡ୍ୟୁସ କରିବାରେ ବ୍ୟସ୍ତ ଆଉ ଜଣେ ସେଇ ଜିଏଚକେଏଲ ର ଉପତ୍ୟକାର ହାଡ ଯାକ ଯାହା ଜୀବିତ ହୋଇ ଉଠିଲେ ସେଇ ସବୁ ମେସେଜ କହିଲାରୁ ମତେ ବି ଖୁସି ଲାଗିଲା ୱାଓ ଭଏସ ବି ସେମିତି ଠିକ ଥିଲା ପାୱାର ବି ସେମିତି ଥିଲା ସ୍ପିରିଟ ବି ଥିଲା ସେମିତି ଏତେ ଗଭୀର ମେସେଜ ନଥିଲା ଯେ ତଥାପି ଯାହା ଉଦ୍ଦୀପନା ଦାୟକ ଯାହା ଦରକାର ଥିଲା ଲୋକମାନଙ୍କୁ ସେଇଟା ଥିଲା ଆଉ ଜଣେ ବକ୍ତାଙ୍କର। ତ ଏମିତି ନିଜ ବୋଷ୍ଟିଂ କରେ ନିଜର ସଂସ୍ଥା ବିଷୟରେ ବଡ ବଡ କଥା କୁହେ ସେମିତି ଲୋକମାନଙ୍କୁ ଦେଖିକି ଆମର ସେ ଖମମରେ ଜଣେ ଭାଇ କହିଦେ ତାଙ୍କୁ ଗିଳି ଦେଇଛି ସେମିତି डोंट बोस्ट लोग ना क्या करते हैं ना ନିଜକୁ କିଏ ଡାକୁ ନଥିବେ ଭଲରେ ତେଣୁକରି ଜଣେ ଜିତୁ ଆୟଙ୍କର ମିଟିଂ ଲେଟ୍ ହେଇଗଲା ରାତିରେ ତାଙ୍କୁ ସମୟ ଦେବା ଡେରେ ଯେ ପ୍ରିସାଇଡିଂ କରୁଛନ୍ତି ସେ ଆସି କହୁଛନ୍ତି ମୁଁ ବି ଅଲଗା ଅଲଗା ମିଟିଂକୁ ଯାଏ ସେମିତି ଲେଟ୍ ହେଇଯାଏ ମତେ ଥରେ ରାଉରକେଲା ଡାକିଥିଲେ ଢେଙ୍କାନାଳ ତାଙ୍କର ଟେନସନ କଣ ମାନେ ମୁଁ ବି ସ୍ପିକର କା ମତେ ବି ଡାକନ୍ତୁ ବୋଲି ଇନଡାଇରେକ୍ଟଲି ଜଣାଉଛନ୍ତି ସେ କିଏ ପଚାରୁ ନଥିବେ ତାଙ୍କୁ ଜଣେ ବଡ ବକ୍ତାଙ୍କ ପାଖରେ ତମେ ବି ବଡ ଲୋକ ବୋଲି କହିବାଟା ଦରକାର କି ଏକ୍ସାମ୍ପଲ କହୁଛି ଲୋକମାନଙ୍କର ମାଇଣ୍ଡ ସେଟ କଣ ମାନେ ପ୍ରଭୁ ଉଚ୍ଚ କରି ଉନ୍ନତ କରିବା ଯାଇ ଯୋଗି ପାରିବେନି ନିଜକୁ ପ୍ରମୋସନ କରିବା ପାଇଁ ନିଜକୁ ପ୍ରମୋଟ କରିବା ପାଇଁ ନିଜକୁ ଇଣ୍ଟ୍ରୋଡ୍ୟୁସ କରିବା ପାଇଁ ମୁଁ ବି ଗୋଟେ ମୁଁ ବି ଗୋଟେ ସେ ମୁଁ ବି ବଡ ଲୋକ ମୁଁ ବି ଗୋଟେ ଜଣେ ବକ୍ତା ମୁଁ ବି ଏମିତି ପ୍ରଚାର କରି ଜାଣେ ବୋଲି କେ ଚିହ୍ନ ନଥିବେ ତେଣୁ ଏମାନେ କହି ବ୍ୟସ୍ତ ହେଇଯାଉଥିବେ ଜଣେ ସେମିତି ଆସିକି ମୋର ମିଟିଂ ସରିଲା ପରେ ଜଣେ ଭାଇ ଆସିକି କହିଲେ ଆଜ୍ଞା ପ୍ରେଜ ଲର୍ଡ ମୁଁ ବି ଜଣେ ଭାବବାଦୀ ଆଜ୍ଞା ମୁଁ ବି ଭାବବାଣୀରେ ପ୍ରଭୁ ବ୍ୟବହାର କରୁଛନ୍ତି ମତେ ପ୍ରଭୁ ଦର୍ଶନ ଦେଉଛନ୍ତି ବୋଲି ହୁଁ ଭେରି ଗୁଡ ଏତେ କାକୁର୍ତ୍ତି କଣ ପାଇଁ କଣ କହିବେ କାକୁର୍ତ୍ତି କି ବର୍ଡ କହିବାର ଯୋଗ ପରା ମୁଁ 1994ରେ ସେବାକୁ ଆସିଲି ଆଉ ପାଷ୍ଟର ଅର୍ଡିନେସନ କେବେ ପାଇଲି 2004 10 ବର୍ଷ ପରେ ଅର୍ଡିନେସନ ସେ ପର୍ଯ୍ୟନ୍ତ ପ୍ରଚାର କରୁଥିଲେ
ବାପ୍ତିସ୍ମ ଦେଇ ନଥିଲେ। हैं? ग्रेट थिंग्स टेक्स टाइम। ଗୋଟେ ନାଇସ୍ କୋଟେशन ପଢୁଥିଲି କୋଉଠି। ग्रेट थिंग्स, ग्रेट वर्क्स, बड़ी चीजों को बनाने के लिए टाइम लगता है। हमको प्रभु को बड़ हिसाब रे व्यवहार करने पे जब इच्छा करछंती, हमको बनाइबारे ही समय नेबे से जोगिबार पेशेंस रखंतु। ତାଙ୍କ ବଳବନ୍ତ ହସ୍ତ ତଳେ ନତ ହେଇକି ରହ, ସମୟ ଆସିଲେ ସେ ଉନ୍ନତ କରିବେ। ପାମ୍ପଲେଟରେ ମୋ ନାଁ ବି ଛପି ଯାଉ, ବଡ ପୋଷ୍ଟରରେ ମୋ ନାଁ ବି ଛପି ଯାଉ, 10ଟା ସବସ୍କ୍ରାଇबर ଥିବେ କି ନେଇକି ଲାଇଭ ୟୁଟ୍ୟୁବ ଛାଡି ଦେଉଥିବେ। କମ ଅନ୍ ରାଇଟ୍, ହିଲିଂ ହିଲିଂ, ନିଜକୁ ବେନିହୀନ ଭାବୁଥିବେ କେତେ ଲୋକ, ଠେଲା ପେଲା କରିକି କିଛି ହେଉନଥିବ, କିଛି ହେଉନଥିବ, ଖାଲି ହଲ୍ଲା ପାଟି ଛଡା। ସେଲ୍ଫ ଡବା ପିଟିବାର, सेल्फ मेड बक्ता माने, सेल्फ मेड प्रॉफिट माने, सेल्फ मेड हिलर माने बेसी ही गले से कोड देखा भी जाऊ ना, अल्प बेसी बेसी हेल गोटे 6 मास देखा जिवे, वर्षे टिके देखा जिवे, तापर आउ नहीं आउ। जो चीज सॉलिड नहीं है, जो चीज ओरिजिनल नहीं है, हैं, वो ज्यादा दिन नहीं टिकता कि नहीं, बेसी दिन चले कि नहीं, बेसी दिन चले नहीं। चाइना माल सब व्यवहार है, आज काम करला माने रिपोर्ट लाइट बंद। तो चाइना रो टॉर्च लाइट है, चाइना रो से फैन, छोट फैन है, चलला माने गोटे घंटा चलबो, तापर देखा जाए सेमती। सेल्फ मेड डुप्लीकेट लोक माने ज्यादा दिन नहीं चलते। यदि प्रभु हमको बनाते, आमे देरी रे देखा जीवो, लास्टिंग करिवो। प्रभु उच्च करिबा, उन्नत करिबा पर्यंत योग्यंतु आज्ञा। कौन कहले प्रभु को व्यस्त कर देउथिले ताकर भाई माने, ताकर माँ, बाबू रे एक काम कर दे, एटा के ये कर दे। प्रभु कौन कहले, मोर समय आसी नहीं, मु करिबे। 30 वर्ष चुप थिले, 3 वर्ष उल्टाई पकाइले दुनिया को। देखो, हैव पेशेंस फॉर 30 इयर्स। तापर एमिति शॉर्ट पीरियड रे एमिति काम प्रभु करिवे आपणकर लागी, दुनिया उल्टी जीव आज्ञा। तो ये शैतान कहा को ग्रास कर व्यस्त, जे गर्व करिया गर्वी लोक मानकु, जे समय पूर्वर निजको प्रकाश करने को व्यस्त हो जाती से मानकु ग्रास करने को बुलुछ। जाग्रत हो, शैतान रो मुहरे पड़ो नहीं। हैव अ लो प्रोफाइल, लो स्टेट, हम्बल। बेरे बेरे प्रभु सुजोग देले भी कोई पर ना प्रभु मु मु की ना प्रभु, ना 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 नहीं नहीं नहीं, डर गोटे थी कि नहीं, प्रभु ठेलती आगक। आमोस को प्रभु सेवारे डाकिलार कौन कहले, आमोस देखे कि सारी टाइम ही गला। आमोस 7:14, बहुत खुशी लगे मो सब वर्ड पढ़ला बेले। तहिरे सात आमोस अध्याय 14, 7 अध्याय, हाँ बाबा पढ़ दियो, 14 पद पढ़ दियो। तहिरे आमोस उत्तर କରି ଅମତ୍ସ୍ୟକୁ କହିଲେ, ମୁଁ ଭବିଷ୍ୟତ ବକ୍ତା ନଥିଲି, କିମ୍ବା କୌଣସି ଭବିଷ୍ୟତ ବକ୍ତାର ପୁତ୍ର ନଥିଲି, ମାତ୍ର ମୁଁ ଗୋପାଳକ ଓ ଡିମିରି ବୃକ୍ଷର କୃଷକ ଥିଲି। बस प्रेज द लॉर्ड। ମୁଁ ପଢ ଦେଖନ୍ତୁ, जिहुदा प्रदेश रे सब भाववादी माने फेक हे गले हैं, सब भाववादी माने फेक फेक हे गले, भंड भाववादी हे गले। गोटे जणे भी भलो जाजक रहिले नहीं, जणे भी भलो महाजाजक रहिले नहीं। इस्राएली मानकर मोर बाणी किए सुनाई दे, सुनाइबो? ए भाववादी माने मोर कथा सुननांती, ए जे जाजक माने मोर कथा सुननांती। कौन करियो बोलला बेलकू गो मेष पल चराउथिबा आमोस पाखु जाइक प्रभु कहले, बाबू गोटे कथा कहबार छै, लोक मान कहब कि मोर पक्ष जाइकी बोलारू आमोस कहते, मु तो भाववादी नुहे, भाववादी को पुओ भी नहीं, जाजकर पुओ भी नहीं, मु तो मेष पालक, मु कहबी कि जाइकी। लाइफ रे केबे भाबी नथिबे आमोस कि मो बड़ लोक प्रभु बाछिबे कहबा पई। जब लोग अविश्वासी हो जाते हैं ना,
ଅବିଶ୍ୱସ୍ତ ହେଇଯାନ୍ତି, ସେତେବେଳେ ନିରୀହ ଆପଣଙ୍କୁ ମତେ ପ୍ରଭୁ ବ୍ୟବହାର କରନ୍ତି। ଆମର କର୍ତ୍ତବ୍ୟ ହେଲା ସେଇ ସୁଯୋଗ ପର୍ଯ୍ୟନ୍ତ ଜଗିବାର, ଡବା ପିଟିବାର ନାହିଁ। ଚକ୍ଷୁ ବନ୍ଦ କରିବା ଆଜି ପାଇଁ। ଜାଗ୍ରତ ହେବା ତ ନମ୍ର ହେବ। ଜାଗ୍ରତ ହେବୁ, ଦୁନିଆ ଉପରେ ମନ ପକାଇବ ନାହିଁ। ଯଦି ଜାଗ୍ରତ ହେବୁ, ଆଗମନ ପାଇଁ ପ୍ରସ୍ତୁତ ହେବୁ। ଯଦି ଜାଗ୍ରତ ହେବୁ, ଆମର ପ୍ରାର୍ଥନା ସବୁ ଆତ୍ମିକ ହେଇଥିବ। ଯଦି ଜାଗ୍ରତ ହେବୁ, ଅନ୍ଧକାର କର୍ମ ସବୁ ତ୍ୟାଗ କରିବୁ। ପ୍ରାର୍ଥନା କରିବା। ପ୍ରେଜ୍ ଦ ଲର୍ଡ, ହାଲେଲୁୟା, ଥ୍ୟାଙ୍କ ୟୁ ଜିସସ୍। ମହାପବିତ୍ର ପ୍ରେମିକ ସ୍ୱର୍ଗସ୍ଥ ପିତା, ତୁମରି ପବିତ୍ର ନାମକୁ ଧନ୍ୟବାଦ ଦେଉଛି ସୁନ୍ଦର ସମୟ ପାଇଁ। ଆମକୁ ଚେତାଇ ଦେଉଥିବାରୁ ଧନ୍ୟବାଦ ଦେଉଛି। ଆମକୁ ସଚେତନ କରୁଥିବାରୁ ଧନ୍ୟବାଦ ଦେଉଛି ପ୍ରଭୁ। କୋଉ ନିଦ୍ରା ଅବସ୍ଥାରେ ଥିଲୁ କି, କୋଉ ମତତାରେ ପଶିଥିଲୁ କି, କୋଉ ନିଶାରେ ପ୍ରଭୁ ଆମେ ପଡି ଯାଇଥିଲୁ କି, ଆମକୁ ତୁମରି ବାକ୍ୟର ବାଣୀର ସ୍ୱର ଶୁଣାଇକି ଆମକୁ ଚେତାଇ ଦେଉଛୁ। ଏଥିପାଇଁ ଧନ୍ୟବାଦ ଦେଉଛି। ଆଉ ଯେପରି ଝୁଣ୍ଟି ପଡିବ ନାହିଁ, ଆଉ ଯେପରି ଆମେ ଢୋଳାଉ ଢୋଳ ଶୋଇ ପଡିବ ନାହିଁ, ଯେପରି ଆମର ଆତ୍ମିକ ଜୀବନର ପ୍ରଦୀପ ଯେପରି ଲିଭି ନ ଯିବ, ଏଥିପାଇଁ ସର୍ବଦା ତୁମରି ଆଗମନ ପର୍ଯ୍ୟନ୍ତ ଜଳୁଥିବାକୁ ସାହାଯ୍ୟ କର। ଆମର ପ୍ରଦୀପ ଲିଭି ନ ଯାଅ, ଆମ ହୃଦୟରେ ଥିବା ଆତ୍ମିକ ଅଗ୍ନି ଲିଭି ନ ଯାଅ। ଏହି ବାଞ୍ଛା, ଏହି 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 ଆତ୍ମିକ କାମନା ପ୍ରଭୁ, ଏହି ଉଦ୍ଯୋଗ ଆମ ଜୀବନରେ ଲିଭି ନ ଯାଅ ପ୍ରଭୁ। ଶୋଇବାକୁ ଦିଅନି ଆଉ ଥର, ଆହୁରି ମତତାରେ ପଶିବାକୁ ଦିଅନି ପ୍ରଭୁ, ଆଉ ଜଗତ ଭିତରେ ପଶିବାକୁ ଦିଅନି, ଆଉ ଆଖି ବୁଝିବାକୁ ଦିଅନି ଲର୍ଡ। ଆନ୍ତରିକ ଚକ୍ଷୁ ଖୋଲିକି ସମସ୍ତ ବିଷୟକୁ ଯେପରି ନିରୀକ୍ଷଣ କରିପାରିବୁ, ପରଖି ପାରିବୁ, ବିବେଚନା କରିପାରିବୁ, ଚିହ୍ନି ପାରିବୁ, ଊର୍ଦ୍ଧ୍ୱ ଦୃଷ୍ଟି କରି ତୁମର ଆଗମନ ପାଇଁ ପ୍ରସ୍ତୁତ ହେଇପାରିବୁ। ଏଥିପାଇଁ ସାହାଯ୍ୟ କର। ବାକ୍ୟ ଶୁଣିଥିବା ସମସ୍ତଙ୍କ ଜୀବନରେ କାର୍ଯ୍ୟ କର। ତୁମରି ଆଗମନ ପାଇଁ ପ୍ରସ୍ତୁତ କର। ଗୌରବ ପାଅ। ଧନ୍ୟବାଦ ପ୍ରାର୍ଥନା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପବିତ୍ର ନାମରେ ମାଗିଲେ ପିତା, ଆମେନ୍। ଏତେବେଳେ ପିତା ପରମେଶ୍ୱରଙ୍କର ପ୍ରେମ, ପୁତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅସୀମ ଅନୁଗ୍ରହ, ପବିତ୍ର ଆତ୍ମାଙ୍କର ଶାନ୍ତି ସହାୟତା ସହଭାଗିତା, ପ୍ରଭୁଙ୍କର ଗୌରବମୟ ଦ୍ୱିତୀୟ ଆଗମନ ପର୍ଯ୍ୟନ୍ତ ଆମ ସମସ୍ତଙ୍କର ସଦା ସହବର୍ତ୍ତୀ ହୁଅନ୍ତୁ। ଆମେନ୍। ଯୀଶୁଙ୍କ ନାମରେ ଜୟ, ଯୀଶୁଙ୍କ ରକ୍ତରେ ଜୟ, କାଲବାରୀ କ୍ରୁସର ଜୟ। ହାଲେଲୁୟା, ହାଲେଲୁୟା, ହାଲେଲୁୟା।